Hello everyone, a very warm welcome to all of you who watch my video on my YouTube platform that is Civil Service Mania. So ସମସ୍ତଙ୍କୁ ସୁସ୍ୱାଗତ ଯୋଉମାନେ କି ମୋ ଭିଡିଓକୁ ମୋର ଯୋଉ ୟୁଟ୍ୟୁବ ପ୍ଲାଟଫର୍ମ ଅଛି that is Civil Service Mania ତା ମାଧ୍ୟମରେ ଦେଖୁଛନ୍ତି। ତ ଆଜିକାର ଭିଡିଓ ମାଧ୍ୟମରେ ଆଜି ଗୋଟେ ମୁଁ ନୂଆ ଇନିସିଏଟିଭ ଷ୍ଟାର୍ଟ କରିବା ପାଇଁ ଯାଉଛି ଯୋଉଠାରେ କି ଆମେ ଯୋଉ ହିନ୍ଦୁର ଯୋଉ ଏଡିଟୋରିଆଲ ଆମର ଅଛି ତାକୁ ଆମେ ଆମର ଯୋଉ ଓଡ଼ିଆରେ ଡିସ୍କସନ କରିବା। ତେଣୁ ଆପଣଙ୍କ ମନରେ ଡାଉଟ ହଉଥାଇପାରେ ମାନେ ଓଡ଼ିଆରେ କାହିଁକି? ମୁଁ କହିବା କଥା ଯୋଉମାନେ ବି ଆମର ଓଡ଼ିଶାର ପିଲା ମାନେ ଯୋଉମାନଙ୍କ ପାଇଁ ଲାଙ୍ଗୁଏଜ ଏକ ମୁଖ୍ୟ ସମସ୍ୟା, ଲାଙ୍ଗୁଏଜ ବ୍ୟାରିୟର ମାନେ କନସେପ୍ଟ ବୁଝିବାରେ ତାଙ୍କୁ ଟିକେ ପ୍ରୋବ୍ଲେମ ହଉଛି। ତେଣୁ ତାଙ୍କ ପାଇଁ ଏଇଟା ଗୋଟେ ବଢିଆ ଇନିସିଏଟିଭ। କାହିଁକି ମୁଁ ଚାହୁଁଛି ସେମାନେ ଓଡ଼ିଆରେ କନସେପ୍ଟଟାକୁ ବୁଝନ୍ତୁ ଆଉ ତାକୁ ଇଂଲିଶରେ ହିଁ ଟ୍ରାନ୍ସଲେଟ କରିକି ଲେଖନ୍ତୁ, କିଛି ଅସୁବିଧା ନାହିଁ। ଏଇଟା କେବଳ ଆପଣ ଯୋଉ ଆମର ଅଲ୍ ଇଣ୍ଡିଆ ବେସିସରେ କ'ଣ ଇସ୍ୟୁ ହଉଛି ତା ଉପରେ ଜାଣନ୍ତୁ, ରାଇଟ୍? ତ ବେଶୀ ଆଉ ଇଣ୍ଟ୍ରୋଡକ୍ସନ ନ ଦେଇକି ଆମେ ଷ୍ଟାର୍ଟ କରିବା। ଆଉ ଇଣ୍ଟ୍ରୋଡ୍ୟୁସିଂ ମାଇ ସେଲ୍ଫ ଆଜ ମାନସ ରଞ୍ଜନ ସାହୁ, ଆଇ ବିଲଙ୍ଗ ଟୁ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ। I am already a civil servant under Odisha government. So teaching is my hobby and passion. So to fulfill this, I pursue I pursue this medium of teaching on YouTube platform. So ଆଉ ବେଶୀ ଲେଟ୍ ନ କରିକି ଆମେ ଦେଖିବା। ତ ଆଜିର ଯୋଉ ହିନ୍ଦୁ ଏଡିଟୋରିଆଲରେ ମେନ୍ ଡିସ୍କସନ ହଉଛି ମାନେ ଫାଷ୍ଟ ଯୋଉ ଆମେ ଡିସ୍କସନ କରିବା ସେଇଟା ଆମର ଯୋଉ SIR ଆକ୍ଟିଭିଟିଜ ଇନ୍ ବିହାରରେ ଚାଲିଛି। SIR ଆକ୍ଟିଭିଟିଜ କହିଲେ ଆମର ଯୋଉ ସ୍ପେଶିଆଲ ଇଣ୍ଟେନ୍ସିଭ ରିଭିଜନ ଆକ୍ଟିଭିଟିଜ ଇନ୍ ବିହାର ଚାଲିଛି, ଯୋଉଟା କି ଆମର ଇଲେକ୍ସନ କମିଶନ ସେଇଟା କ୍ୟାରି ଆଉଟ୍ କରୁଛି ଇନ୍ ବିହାର। ଆପଣ କଣ୍ଟେକ୍ସଟ ମୁଁ ଦବାକୁ ଚାହେଁ, ସ୍ପେଶିଆଲ ଇଣ୍ଟେନ୍ସିଭ ରିଭିଜନ ମାନେ କ'ଣ? ତା ମାନେ ହଉଛି ଆମର ଯୋଉ ଇଲେକ୍ସନ କମିଶନ ଯୋଉ ଆମର ଯୋଉ ଇଲେକ୍ଟୋରାଲ ରୋଲରେ ରିଭିଜନଟାକୁ କରଉଛି। ମାନେ କିଛି ମାନେ ଫ୍ରଡଲେଣ୍ଡ ଭୋଟର ଅଛନ୍ତି, କିଛି ମାନେ ଭୁଲ ଭୋଟର ଅଛନ୍ତି, ମିସଗାଇଡେଡ ଭୋଟର ଅଛନ୍ତି। ମିସଗାଇଡେଡ ନୁହଁ, ଫ୍ରଡଲେଣ୍ଡ ଭୋଟର ଯୋଉମାନଙ୍କର ଡେଥ୍ ହେଇଯାଇଛି କି ମାନେ ଆଉ କିଛି ଫର୍ଜି ଡକୁମେଣ୍ଟ ଦେଇକି ସେମାନେ ଇଲେକ୍ଟୋରାଲ ରୋଲରେ ଇନକ୍ଲୁଡ ଅଛନ୍ତି। ତାକୁ ଯୋଉ ଆଡିସନ ଆଉ ରିଭିଜନ କିଛି ଏଲିଜିବୁଲ ଭୋଟର ବି ଆଡ ହଉଛନ୍ତି, ସେଇ ଯୋଉ ରିଭିଜନ ପ୍ରୋସେସଟାକୁ ସ୍ପେଶିଆଲ ଇଣ୍ଟେନ୍ସିଭ ରିଭିଜନ ପ୍ରୋସେସ ଇଲେକ୍ସନ କମିଶନ ସେଟା କ୍ୟାରି ଆଉଟ୍ କରୁଛି ଟୁ ୱାଇପ ଆଉଟ୍ ଦ ଫ୍ରଡୁଲେଣ୍ଟ ଭୋଟର। କିନ୍ତୁ ସେ ପ୍ରୋସେସରେ ବହୁତ ମାନେ କ'ଣ କହିଲେ ମାନେ ସେ ପ୍ରୋସେସରେ ବହୁତ ମାନେ ଯୋଉ ଡିମେରିଟ ମାନେ ସିଷ୍ଟମେଟିକ ଫଲ୍ଟଟା ସେଇଟା ସାମ୍ନାକୁ ଆସିଛି। ତ ସେ ବିଷୟରେ ଆମର ଏଡିଟୋରିଆଲରେ ଡିସ୍କସନ ଚାଲିଛି, ରାଇଟ୍? ତ ସେ ମାନେ କ'ଣ ସବୁ ଫଲ୍ଟ ଇମର୍ଜ ହେଇକି ଆସିଛି ତା ବିଷୟରେ ଆମେ ଡିସ୍କସନ କରିବା। ଆମର ଶାୟଦ ଏଇଟା ଆମର ଆଲାଉଣ୍ଡ କନଷ୍ଟିଚୁଏନ୍ସି ଇନ୍ କର୍ଣ୍ଣାଟକରେ SIR ଆକ୍ଟିଭିଟିଜଟା ଅଲରେଡି ହେଇସାରିଛି, ମୋର ଏତେ ଆଇଡିଆ ନାହିଁ। କିନ୍ତୁ ସେ ଆଲାଣ୍ଡ କନଷ୍ଟିଚୁଏନ୍ସି ଇନ୍ କର୍ଣ୍ଣାଟକରେ ଯୋଉ SIR ଆକ୍ଟିଭିଟିଜଟା ହେଇଥିଲା ସ୍ପେଶିଆଲ ଇଣ୍ଟେନ୍ସିଭ ରିଭିଜନ, ତା ଦେହରେ କ'ଣ ଲୁପ୍ ହୋଲ୍ ଆସିଥିଲା ତା ବିଷୟରେ ଡିସ୍କସନ କରାଯାଇଛି। ମାନେ ସେ ଯୋଉ ଆଲାଣ୍ଡ କନଷ୍ଟିଚୁଏନ୍ସି ଇନ୍ କର୍ଣ୍ଣାଟକରେ ହେଇଥିଲା, ମାନେ ବହୁତ ଅଫିସିଆଲ ଫର୍ମ 7 ଆପ୍ଲିକେସନ ଲୋକଙ୍କ ଠାରୁ ପାଇଲେ। ତ ଫର୍ମ 7 ଆପ୍ଲିକେସନ ଦ୍ୱାରା କ'ଣ ହୁଏ, ମାନେ ଆପଣ ଚାହିଁଲେ ଫର୍ମ 7 ଆପ୍ଲିକେସନ ଦେଇକି ଜଣଙ୍କ ନାଁଟା କିଛି ଗୋଟେ ଭୁଲ ଭାଲ ଇନଫର୍ମେସନ ଦେଇକି ଜଣଙ୍କ ନାଁଟା ଇଲେକ୍ଟୋରାଲ ରୋଲରୁ ଆପଣ ହଟେଇ ପାରିବେ, ରାଇଟ୍? ତ ଲେଜିଟିମେଟ ଯୋଉ ଭୋଟର ଥିବେ ଇଲେକ୍ଟୋରାଲ ରୋଲରେ ତାଙ୍କ ନାଁଟା ଆପଣ ହଟେଇ ପାରିବେ, ଯୋଉଟା କି ମାନେ ଇଣ୍ଟେନ୍ସନାଲି ମାନେ ଫର୍ମ 7 ଦେଇକି କରାଯାଏ। ଯୋଉଟା କି ଆମର ପ୍ରୋସେସ ତ ମାନେ ମାନେ ଏଇଟା କ'ଣ ସିଷ୍ଟମଟା ଭଲ, କିନ୍ତୁ ବହୁତ ଲୋକ ଏଇଟାକୁ ମିସୟୁଜ କରୁଛନ୍ତି। ମାନେ ଫର୍ମ 7 ଆପ୍ଲିକେସନ ଦେଇକି ମାନେ ଯୋଉ ଏଲିଜିବୁଲ ଭୋଟର ଥିବେ ତାଙ୍କୁ କେମିତି ମାନେ ହଟେଇକି ଆମର ଯୋଉ ଡେମୋକ୍ରେସିର ଯୋଉ ରେଜଲ୍ଟର ଆଉଟକମଟାକୁ ମ୍ୟାନିପୁଲେଟ କରିବା, ସେଇଟା ଆମର ଦେଖାଯାଇଛି ଯୋଉ ଆଲାଣ୍ଡ କନଷ୍ଟିଚୁଏନ୍ସିର ଯୋଉ କେସ୍ ଷ୍ଟଡିଟା ଦିଆହେଇଛି। ମାନେ ଫର୍ମ 7 ଦେଇକି କେମିତି ଲେଜିଟିମେଟ ଭୋଟର ମାନଙ୍କୁ ଇଲେକ୍ଟୋରାଲ ରୋଲରୁ ହଟେଇବା, ରାଇଟ୍? ତ ଯୋଉଟା କି ଆମର ଏଇ ଯୋଉ ମାନେ ମାନେ ଏଇ ଯୋଉ ପ୍ରୋବ୍ଲେମଟା ଦେଖାଗଲା ସେଇଟା ଆମର ମେନଲି ଏଇଟା ଆନାଲିସିସ୍ ମାନେ ଯୋଉ ସରଫେସକୁ ଆଣିଲେ କି ଆମର ଲୋକାଲ ପଲିଟିକାଲ ଲିଡର, ଯୋଉଟା କି ଇଲେକ୍ସନ କମିଶନକୁ ଏଇଟା ଆଣିବାର ଥିଲା ଏମିତି ପ୍ରୋବ୍ଲେମଟା ହଉଛି ବୋଲି। ଯୋଉଟା କି ଆମର ଏଇ ଏଡିଟୋରିଆଲରେ ଇଲେକ୍ସନ କମିଶନକୁ କ୍ରିଟିସାଇଜ କରାଯାଇଛି।
लोकल पॉलिटिकल लीडर को क्रिटिसाइज कराइनी माने इलेक्शन कमिशन द्वारा जेहेतु प्रोसेसटा कंडक्ट होउची तो तांको प्रोसेस अंडर एते गोटे भूल केमती हला जो फॉर्म 7 इटा गोटे फास्ट होउची डिमेरिट तापरे सेकंड डिमेरिट कोन हमर जो हमर को बेसिस रे जो धर गोटे ए प्रोसेसटा हमर कैरी आउट होउची माने स्पेशल इंटेंसिव रिवीजन प्रोसेसटा हमर इलेक्शन कमिशन कोन करिया कथा गोटे इंडिपेंडेंट इन्वेस्टिगेशन को अलाउ करिया कथा माने प्रोसेसटा केमिति होउची माने समस्तଙ୍କର ଜାଣିବାର ଅଧିକାର ଅଛି ଡେମୋକ୍ରେସିରେ କିନ୍ତୁ ଇଲେକ୍ସନ କମିଶନ କଣ କରିଛି ନା ମାନେ ଯୋଉ ଟେକ୍ନିକାଲ ରେକର୍ଡ କୁ ସବୁ ମାନେ ଦବା ପାଇଁ ସେୟାର କରିବା ପାଇଁ ମନା କରୁଛି ମାନେ ଯୋଉଥିରେ ବି ଏଇ ଏଡିଟୋରିଆଲରେ ଡିସ୍କସନ କରାଯାଇଛି ମାନେ ସୁପ୍ରିମ କୋର୍ଟ କୁ ଏଇ ମ୍ୟାଟରରେ ଇଣ୍ଟରଭେନ କରିବା କଥା ଯେହେତୁ ଏଟା ଗୋଟେ ଡେମୋକ୍ରେସିର ଏତେ ବଡ ମାନେ ଷ୍ଟେପ ନେଇକି ଇଲେକ୍ସନ କମିଶନ ଏଟା କଣ୍ଡକ୍ଟ କରୁଛି କିନ୍ତୁ ଯୋଉ ଟେକ୍ନିକାଲ ପ୍ରୁଫ କୁ ସେ କେମିତି ମନା କରିପାରୁଛି जोटा कि हमर सुप्रीम कोर्ट इंटरवेन करिकी जेमती टेक्निकल रेकॉर्ड समस्त पाखु अवेलेबल हबो आ प्रोसेसटा ट्रांसपेरेंसी रहइबो तेनु एई एडिटोरियल ले सुप्रीम कोर्ट को माने गोटे आह्वान दिया जाउची राइट तापर कोन हिची माने इलेक्शन कमिशन जो बिहार रे माने धरो किछि लोकंको माने ना कट्टा गला राइट कट्टा गला किंबा ऐड करा गला ता रीजन दबा कथा किंतु ता रीजन हमर माने दिया होनी किंबा कहार ना डिलीट कला सेटा भी माने दिया होनी जोटा कि माने सुप्रीम कोर्ट माने माने गोटे कोन सुप्रीम कोर्ट रो पावर अछि सुमोटो से माने ए प्रोसेसटा को देखि कि माने से माने ऑर्डर देई परिबे इलेक्शन कमिशन को कि आपण माने गोटे जेतबळे प्रोसेस रे गोटे एलिजिबल वोटर हो कि जा हो ता नाटा डिलीट करछंदी किबा ऐड करछंदी ता ना तो एटलीस्ट पब्लिश करंतु आ को रीजन पई ता नाटा इलेक्टोरल रोल लो डिलीट करले सेटा भी आपण माने कोन जस्टिफिकेशन दियन राइट तो तापरे हम नेक्स्ट देखिबा प्रोसेस रो माने लाकुना कोन माने आउ गोटे कोन ना माने जो ए जो प्रोसेस रे गोटे इंडिपेंडेंट मु कहली जोटा गोटे थर इंडिपेंडेंट रिव्यू हबा दरकार सेटा हेई पारुनी जोथि पई कि माने गोटे ट्रस्ट डेफिसिट हमर गोटे जो पॉलिटिकल पार्टी आ इलेक्शन कमिशन भितरे देखिया को मिलुची गोटे क्लास सिचुएशन एबे देखिया को मिलुची एना ए प्रोसेस द्वारा बहुत जो लोकल पॉलिटिकल पार्टी तांकर इंटरेस्ट हैम्पर होबार बहुत चांसेस अछि तेनु सेमानक जो ट्रस्ट रहिया कथा इलेक्शन कमिशन ऊपर से ट्रस्ट तांकर रहि पर नै तापर हम कोन देखिबा से एडिटोरियल कहिछि जे माने देखंतु माने इलेक्टोरल रोल जो नाटा डिलीट करा जाउची माने बहुत एमती माने कॉन्स्टिट्यूशन अछि जेमती मार्जिनटा 700 800 वोट रहउची बिहार रे माने 700-800 वोट रे विनर आ लूजरटा डिसाइड हबो तेनु ए प्रोसेसटा माने बहुत सेंसिटिव प्रोसेस ये कहिया कथा तेनु ए प्रोसेसटा माने ट्रांसपेरेंट रहिया दरकार आ इलेक्शन कमिशन को जो रेकॉर्ड अछि ताकू भी रिलीज करिया दरकार को बेसिस रे से माने डिलीट करछंदी ऐड करछंदी आ कहार धर नाटा डिलीट होउची ता एड्रेस कोन ता नेम कोन सब प्रोसेस को ट्रांसपेरेंट करिया दरकार जेहेतु माने मार्जिन टा केतेटा कॉन्स्टिट्यूएंसी रे विनिंग मार्जिन टा 700 रु 800 वोट रहउची तनु जो माने पावर अछंदी से माने इजीली देखिबे तांकर एठू वोट टा आसियार चांसेस कम अछि तनु सेटा इजीली मिसयूज होई परिबे माने से वोट टा काढी देबे वोटर लिस्ट रु जद्वारा डेमोक्रेसी रे तांको वोट टा काउंट होबनी जोठरु तांको हारियार चांसेस अछि फॉर एग्जांपल मु धर गोटे कॉन्स्टिट्यूएंसी रो लडुछु मते लागुची ए रीजन रो मते कम वोट आसीबो तेनु जो रूलिंग पार्टी ए रीजन रो कम वोट आसीबो माने तांकर मु इलेक्शन कमिशन को हाथ करिकी से वोटर लिस्ट रु तांकर काट देबी सेटा माने मिसयूज होई पारे सेति पई बहुत पॉलिटिकल पार्टी ए प्रोसेस एग्नेस्ट रे माने टिके ए प्रोसेस विरोधी अछंती राइट जोटा कि हम एडिटोरियल ले माने मेनली डिस्कशन करा जाउची तापरे कोन हला जोटा एब्सेंस ऑफ वेरिफाइबल एविडेंस कहली जोटा इलेक्शन कमिशन रिलीज करूनी जोटा हमर माने कहली जोटा माने रेकॉर्ड को बेसिस रे कहार ना डिलीट हला जो भी हमर सब रहूची सिस्टमेटिक माने जो माने जिंस होरा को जोटा कि रेकॉर्ड माने कहार ना डिलीट हला कहार ऐड हला
जोटा कि माने गोटे सिस्टमिक सस्पिशन माने सस्पिशन एक्टिविटी माने जेमती लोचा छुपारे कारबार जेमती हुए सेही एक्टिविटी हला बेलिया एटा गोटे प्रतिपादित होउची तेणु एडिटोरियल व्यू पॉइंट कोन माने माने दउची वे फॉरवर्ड कोन it should take step to prevent form 7 being misused especially to block voter deletion by proxy माने मु कहली जो form 7 को यूज करिकी माने बहुत जण केस फाइल माने form 7 टा को यूज करिकी माने फाइल करिवे ता नाटा जेंती इलेक्टोरल रोल डिलीट हे जिवो तणु एई जो प्रोसेस टा माने बहुत देखा जाईची हमर जो केस स्टडी दिया हेची कर्नाटक रो गोटे कॉन्स्टिट्यूएंसी रे तो एमतिया प्रोसेस माने जेमती न हो इलेक्शन कमिशन आ सुप्रीम कोर्ट मेनली से माने ध्यान रखिबा उचित तनु एई विषय रे ही एडिटोरियल थला तो गाइज मु एई जो एडिटोरियल रे जोरा की पॉइंट सेयुरा ऊपर डिस्कशन करूची माने जोटा आपण आंसर राइटिंग रे यूज कर परिबे राइट अधिका डिस्कशन करी ए टू जेड डिस्कशन करी किछि लाभ नै एने एई इशू ऊपर बारंबार माने आसीबो एडिटोरियल आमे की पॉइंट उरा डिस्कशन करले ऑलरेडी हम पाखरे 20 25 टा पॉइंट हे जिवो तो नेक्स्ट एडिटोरियल को आमे जिबा नेक्स्ट एडिटोरियल डिस्कशन आमे देखिबा जोटा कि हमरो अंडमान निकोबर रे हमरो जो इंफ्रास्ट्रक्चर डेवलपमेंट पॉलिसी हमरो हिची फॉर एग्जांपल ग्रेट निकोबर मेगा इंफ्रास्ट्रक्चर प्रोजेक्ट से प्रोजेक्ट रो हमरो डिमेरिट कोन माने डिमेरिट विषय रे ए माने एडिटोरियल रे डिस्कशन करा जाईची जोटा कि हमरो सोनिया गांधी जो जी हमरो कांग्रेस रो चेयरपर्सन अछंती सी आर्टिकल टा लिखिचंती मेनली ये जो हमरो माने ग्रेट निकोबर मेगा इंफ्रास्ट्रक्चर प्रोजेक्ट रो डिमेरिट विषय रे हमरो ए एडिटोरियल रे डिस्कशन करा जाईची तो से विषय रे हमें देखिबा तो फास्ट हमरो माने जो हमरो ग्रेट निकोबर मेगा इंफ्रास्ट्रक्चर प्रोजेक्ट जोटा हमरो तार टोटल एक्सपेंडिचर हमर रहउची 72000 सेटा को हमरो सोनिया गांधी कहउछन जे एटा गोटे हाफ बेक्ड आ इल कन्सीव्ड बिल माने हाफ बेक्ड माने माने एटा माने अधा हाफ बेक्ड माने टोटली बेक हेनी माने अधा अधूरा बिल आ इल कन्सीव्ड माने पुअरली डिजाइन्ड बिल माने जो हमर माने लॉटा जो हमर प्रोजेक्ट ता को एटा कहउछंती हाफ बेक्ड एंड इल कन्सीव्ड माने पुअरली डिजाइन्ड एंड अधा अधूरा जो हमरो प्रोजेक्ट ता जेमती हुए सेटा होची हमरो ए प्रोजेक्ट ता को से डिस्क्राइब करछंती हमरो से कहउछन जे एडिटोरियल डिस्कशन हेचे ए प्रोजेक्ट द्वारा हमरो जो इंडिजिनस ट्राइबल कम्युनिटी जोटा कि हमरो अंडमान आ निकोबर रे से माने अछंती तांको जो कल्चर को थ्रेट पहुंचीबा सहित हमर जो फ्लोरा आ फौना रो जो इकोसिस्टम अछि अंडमान आ निकोबर रे सेथि को मध्य थ्रेट ता माने गोटे इकोलॉजिकल डिजास्टर ए प्रोजेक्ट द्वारा क्रिएट होबार बहुत चांसेस अछि राइट तापरे से डिस्कशन करछंती जे हमर ग्रेट निकोबर आइलैंड ता मेनली टू इंडिजिनस कम्युनिटीज सेठी बसवास करछंती जो माने हेले गोटे ट्राइब हला निकोबरिस ट्राइब आ गोटे होचंती सोमपेन ट्राइब होचंती गोटे पीवीटीजी ग्रुप जो मानकर माने कोन माने स्पेशल किछि कल्चर अछि आ से माने होचंती बहुत रेयर ऑफ द रेयर माने हमरो ऑल इंडिया रे जमा 75 टा पीवीटीजी ग्रुप अछंती नंबर एबे पढिबो कि कमिबो मते टिक आईडिया नै किंतु मु जेति अनुमान करछि एबे ऑल इंडिया रे 75 पर्टिकुलरली वल्नरेबल ट्राइबल ग्रुप अछंती माने ए ट्राइबल ग्रुप रो तांको कल्चर होछि डिस्टिंक्ट आउ से माने कोन बहुत रेयर अछंती माने गोटे जेंति हमरो माने एक्सटिंक्ट गोटे एनिमल को क्लासिफाई करा जाय सेमती गोटे ट्राइबल ग्रुप रो एक्जिस्टेंस माने तांकर नंबर को बेस करी आ कल्चर को बेस करी तांको पीवीटीजी आख्याटा दिया जाय तेनु हमर जो सोमपेन ट्राइब अछंती से माने गोटे होचंती पीवीटीजी ग्रुप राइट तापरे माने आर्टिकल ले कोआ जाउची जे माने ए जो प्रोजेक्ट हो तांकर जो एंसेस्ट्रल विलेज माने पैतृक गां जो एरिया से सब एई लैंड डेवलपमेंट जो पॉलिसी रे इंक्लूड अछि तेनु तांकर जो कल्चर ता डिस्ट्रॉय होबार चांसेस ता बहुत अछि तापरे होची एई प्रोजेक्ट द्वारा जेहेतु तांको एंसेस्ट्रल गां अछि तेनु से माने ए कम्युनिटी ता सेठु डिस्प्लेस हेइ जिवो माने तांकर एंसेस्ट्रल गां ता ताकू छाडिया को पड़िबो राइट
तो एडिटोरियल रे आउरी कौन अच्छी सोमपेन पॉलिसी माने आइलैंड रे गोटे सोमपेन कम्युनिटी को पई गोटे पॉलिसी अच्छी जो पॉलिसी रे माने कौन माने कुहा जाइछि जे माने ट्राइबल को वेलफेयर आ इंटीग्रिटी को आमे स्पेशली ध्यान दबा दरकार जो आइलैंड अंडमान और निकोबर सोमपेन पॉलिसी अच्छी जोटा कि हमर ट्राइबल अफेयर मिनिस्ट्री फॉर्मुलेट करछि से पॉलिसी रो मेन एम होछि ट्राइबल वेलफेयर एंड इंटीग्रिटी जेतेबेले भी आमेर लार्ज स्केल डेवलपमेंट गोटे प्रोजेक्ट आसुची मेनली आमे फोकस दबा ट्राइबल वेलफेयर आ इंटीग्रिटी टा केंति मेंटेन हेक रहइबो किंतु ए जो प्रोसेस रे माने ट्राइबल वेलफेयर आ इंटीग्रिटी को बेसी फोकस दिया जायनी बोली सोनिया गांधी क्रिटिसाइज करूछंती तापरे हमर ए जो हमर जो ए प्रोसेस द्वारा कोन होची हमर जो सोमपेन ट्राइबल जो रिजर्व अछि माने तांकर जो माने ट्राइबल रिजर्व फॉरेस्ट इकोसिस्टम डिस्ट्रॉय होची ए प्रोजेक्ट द्वारा आउ लार्ज स्केल इनफ्लक्स ऑफ पीपल एंड टूरिस्ट ऑन द आइलैंड जेतु माने ए प्रोजेक्ट द्वारा इंफ्रास्ट्रक्चर बिल्ड होची तो मैक्सिमम टूरिस्ट आसिया द्वारा तांकर जो लाइवलीहुड अच्छी जो फॉरेस्ट इकोसिस्टम अच्छी तांकर जो एंसेस्ट्रल लैंड रो जो कल्चर टा प्रिजर्व अच्छी सेगुरा को डायलेट होबार बहुत चांसेस अच्छी तापर आमे कोन देखिबा हमर जो माने सोनिया गांधी आउ कोन कहउचंदी हमर जो कॉन्स्टिट्यूशनल आउ स्टैट्यूटरी माने बॉडी जे हमर जो एस्टैब्लिश हेछि माने ट्राइबल राइट को प्रोटेक्ट करिया पई सेटा को भी हमर बाईपास करा जाइछि माने ए जो प्रोजेक्ट द्वारा केमती से कहउचन जे हमर आर्टिकल 338 ए हमर जो संविधान रो आर्टिकल अछि 338 सेथिरे गवर्नमेंट हमर जो नेशनल कमिशन ऑफ शेड्यूल ट्राइब को कंसल्ट करिया कथा माने ये जो प्रोजेक्ट द्वारा माने हमर जो आर्टिकल 338 ए अछि 338 ए रे आई थिंक नेशनल कमिशन ऑफ शेड्यूल ट्राइब गोटे कमिशन सही आर्टिकल द्वारा बना है जो माने सोनिया गांधी कहया कथा गवर्नमेंट जदी ए प्रोजेक्ट अंडमान और निकोबर रे करूची तेनु ए कमिशन नो व्यू पॉइंट नबा दरकार किंतु ए कमिशन नो व्यू पॉइंट भी निया जायनी ए प्रोजेक्ट फॉर्मुलेट होबा पूर्वरु माने कंसल्टेशन निया जायनी आउ कोन कहउचंती हमर गोटे ट्राइबल काउंसिल ऑफ ग्रेट निकोबर एंड लिटिल निकोबर आइलैंड माने गोटे सेटा अंडमान निकोबर रे अछि ट्राइबल काउंसिल ऑफ ग्रेट निकोबर एंड लिटिल निकोबर आइलैंड से काउंसिल भी व्यू पॉइंट नबा कथा जोटा कि दुखर कथा गवर्नमेंट तांकर व्यू पॉइंट भी कंसल्टेशन को नै नांती तेनु से कहउचंती हमर जो कॉन्स्टिट्यूशनल जो प्रोसेस अछि आ स्टैट्यूटरी जो माने बॉडी सेटअप हेछि तार व्यू पॉइंट को भी गवर्नमेंट कंसीडर करी नै किबा कंसल्टेशन को नै नै तापर से कोन कहिछि माने ए जो हम कहिली ट्राइबल काउंसिल ऑफ ग्रेट निकोबर एंड लिटिल सेही काउंसिल चेयरमैन तांकर माने गोटे अभियोग कोन थिला जे निकोबरी जे ट्राइबल शुड बी अलाउड टू रिटर्न टू देयर एंसेस्ट्रल विलेज माने तांकर अभियोग थिला जे निकोबर जो ट्राइब रहउछंती तांकू अलाउ करिवा दरकार जे सेमान तांको विलेज को जिबा दरकार जो पैतृक ग्राम अछि सेठी को जिबा दरकार जोटा कि तांको अभियोग को भी माने ए प्रोसेस द्वारा बाईपास करा जाइछि माने सोनिया गांधी एटा क्रिटिसाइज करूछंती माने कोन कोन ए प्रोजेक्टटा माने इकोलॉजिकली केते भूल आउ माने लीगली भी केते भूल ताकू जस्टिफाई करिया पई एडिटोरियल द्वारा से ट्राई करछंती राइट तापरे आउ कोन अछि ड्यू प्रोसेस एंड रेगुलर सेफगार्ड also bypass माने जो हमर रेगुलेटरी सेफगार्ड अछि गोटे प्रोजेक्ट एस्टैब्लिश हबा पूर्वरु माने गोटे देखा जाय माने ए प्रोजेक्टटा माने गोटे कम्युनिटी पई केते माने इकोलॉजिकली वायबल सेटा जो प्रोसेसटा को भी बाईपास करा जायछि माने केमिति सेटा से बतौछंती हमर सोशल इंपैक्ट असेसमेंट हमर जो राइट टू फेयर कंपनसेशन एंड ट्रांसपेरेंसी इन लैंड एक्विजिशन रिहैबिलिटेशन एंड रीसेटलमेंट एक्ट राइट टू फेयर सोशल इंपैक्ट असेसमेंट हमर जो गोटे इंपैक्ट असेसमेंट हुए प्रोजेक्ट रो अंडर लैंड एक्विजिशन रिहैबिलिटेशन एंड रीसेटलमेंट एक्ट रे से जो सोशल इंपैक्ट असेसमेंट को भी ठीक से करा जायनी जोटा कि सोनिया गांधी सेटा ऑब्जेक्ट करूछंती राइट तो सेही एक्ट रे आउ कोन अछि
ଆମର ସେଇ ଆକ୍ଟଟା ଏମ୍ପାୱାର କରିଛି ଯେ ନିକୋବର ଆଣ୍ଡ ସୋମ୍ପେନ୍ ଟ୍ରାଇବ ଯୋଉ ଅଛନ୍ତି ମାନେ ତାଙ୍କୁ କନସଲ୍ଟ କରାଯିବା ଦରକାର। ସେମାନେ ହଉଛନ୍ତି ଇମ୍ପୋର୍ଟାଣ୍ଟ ଷ୍ଟେକ୍ ହୋଲ୍ଡର ଏଇ ଡେଭଲପମେଣ୍ଟ ପ୍ରୋସେସରେ, କିନ୍ତୁ ତାଙ୍କୁ ଦୁଃଖର କଥା ଯେ ସେଇ ଟ୍ରାଇବକୁ ମେନଲି କନସଲ୍ଟ କରାଯାଇନି, ଯୋଉଟାକି ଆମର ରାଇଟ୍ ଟୁ ଫେୟାର କମ୍ପେନସେସନ ଆଣ୍ଡ ଟ୍ରାନ୍ସପାରେନ୍ସି ଇନ୍ ଲ୍ୟାଣ୍ଡ ଆକ୍ୱିଜିସନ ରିହାବିଲେସନ ଆଣ୍ଡ ରିସେଟଲମେଣ୍ଟ ଆକ୍ଟରେ ଆମର ଯୋଉ ଡେଭଲପମେଣ୍ଟ ପ୍ରୋଜେକ୍ଟ ଆସିବ ସୋମ୍ପେନ୍ ଆଉ ନିକୋବରିଜ ଟ୍ରାଇବକୁ ମାନେ କନସଲ୍ଟ କରାଯିବା କଥା, କିନ୍ତୁ ଦୁଃଖର ବିଷୟ ତାଙ୍କୁ କନସଲ୍ଟ ମାନେ କରାଯାଇ ନାହିଁ, ଯୋଉଟା କି ଆମର ଗୋଟେ ଲିଗାଲ ଅବ୍ଲିଗେସନକୁ ମାନେ ଗଭର୍ଣ୍ଣମେଣ୍ଟ ବାଇପାସ୍ କରିକି ପଳେଇ ଯାଇଛି, ରାଇଟ୍। ତାପରେ ଆଉ ସୋନିଆ ଗାନ୍ଧୀ କଣ କହୁଛନ୍ତି, ଆମର ଫରେଷ୍ଟ ଆକ୍ଟ ଯୋଉ ଅଛି ଯୋଉଟା କି ଆମର ଏମ୍ପାୱାର କରୁଛନ୍ତି ସୋମ୍ପେନ୍ ଟ୍ରାଇବ ଆଜ ଦ ଅଥରିଟି ଟୁ ପ୍ରୋଟେକ୍ଟ ଆଣ୍ଡ ପ୍ରିଜର୍ଭ ଦ ଫରେଷ୍ଟ, ରାଇଟ୍। ତ ଆମର ଯୋଉ ଫରେଷ୍ଟ ରାଇଟ୍ ଆକ୍ଟ ଅଛି ଯୋଉଟା କି ଆମର ସେଥିରେ ଆମର କ୍ଲିୟରଲି ମେନସନ ହେଇଛି ଯେ ସୋମ୍ପେନ୍ ଟ୍ରାଇବ ମାନେ ମାନେ ମେନ୍ ଅଥରିଟି ସୋମ୍ପେନ୍, ଯୋଉଟା କି ଯୋଉ ଫରେଷ୍ଟ ରାଇଟରେ ଏମ୍ପାୱାର କରୁଛି ମାନେ ସୋମ୍ପେନ୍ ଟ୍ରାଇବକୁ, ସେମାନେ ହିଁ ଅଥରିଟି ଯୋଉମାନେ କି ଆମର ସେ ଆଣ୍ଡାମାନ ନିକୋବରର ଆମର ଯୋଉ ପ୍ରୋଟେକ୍ଟ ମାନେ ଯୋଉ ଫରେଷ୍ଟକୁ ପ୍ରୋଟେକ୍ଟ ଆଉ ମ୍ୟାନେଜ କରିବାର ମେନ୍ ଅଥରିଟି, କିନ୍ତୁ ଦୁଃଖର ବିଷୟ ତାଙ୍କୁ ବି କନସଲ୍ଟ ମାନେ କରାଯାଇନାହିଁ। ତ ସିଏ କିଛି ମାନେ ଆକ୍ଟକୁ ମାନେ ଏମ୍ଫାସିସ୍ ଦେଇକି ମାନେ ପ୍ରୁଭ କରିବା ପାଇଁ ଚାହୁଁଛନ୍ତି ଗଭର୍ଣ୍ଣମେଣ୍ଟ କେମିତି ସବୁ ଆକ୍ଟର ମାନେ ନେଗ୍ଲେକ୍ଟ ବାଇପାସ୍ କରିକି କେମିତି ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟଟାକୁ ଏତେ ମାତ୍ରାରେ ସ୍କେଲ ଅପ୍ କରୁଛନ୍ତି, ରାଇଟ୍। ଫର ଏକ୍ଜାମ୍ପଲ ଯୋଉ କହିଲି ରାଇଟ୍ ଟୁ ଫେୟାର କମ୍ପେନସେସନ ଆଣ୍ଡ ଟ୍ରାନ୍ସପାରେନ୍ସି ଇନ୍ ଲ୍ୟାଣ୍ଡ ଆକ୍ୱିଜିସନ ରିହାବ ଆଣ୍ଡ ରିସେଟଲମେଣ୍ଟ ଆକ୍ଟ, ତାପରେ ହଉଛି ଫରେଷ୍ଟ ରାଇଟ୍ ଆକ୍ଟ, ରାଇଟ୍। ତ ସିଏ କହୁଛନ୍ତି ମାନେ ଆମର ଯୋଉ ଆମର କଣ୍ଟ୍ରିର ଲଟାକୁ ଆର୍ ବିଙ୍ଗ ମକ୍ଡ, ମାନେ କଣ୍ଟ୍ରିର ଯୋଉ ଲେଜିସ୍ଲେସନ ଟାକୁ ମାନେ ଉପହାସ କରାଯାଇଛି ଗଭର୍ଣ୍ଣମେଣ୍ଟର ଏ ପ୍ରୋଜେକ୍ଟ ଦ୍ଵାରା, କେମିତି ଲଟାକୁ ବାଇପାସ୍ କରିଦେଇଛନ୍ତି ଆଉ କନଷ୍ଟିଟ୍ୟୁସନାଲ ବଡି ଆଉ ଲିଗାଲ ବଡିଜର ମାନେ ଅଥରିଟିଟାକୁ ବାଇପାସ୍ କରିଦେଇଛନ୍ତି। ତାପରେ ଆମେ କଣ ଦେଖିବା, ସୋନିଆ ଗାନ୍ଧୀ କହୁଛନ୍ତି ଯେ ଆମର ଯୋଉ ଏ ଯୋଉ ପ୍ରୋଜେକ୍ଟ ଦ୍ଵାରା କେମିତି ଗୋଟେ ଏଇଟା ଡିଜାଷ୍ଟର ମାନେ କଟିଂ ଡାଉନ୍ ଅଫ୍ ଟ୍ରିଜ୍ ମାନେ ଡିଫରେଷ୍ଟେସନ ଏଇ ପ୍ରୋଜେକ୍ଟ ଦ୍ଵାରା ଆଟଲିଷ୍ଟ 15% ଅଫ ମାନେ ଏଇ ଆଇଲାଣ୍ଡର ଲ୍ୟାଣ୍ଡଟାକୁ ଡିଫରେଷ୍ଟ କରାଯିବ, ଯୋଉଟା କି ଆମର ଯୋଉ ଫରେଷ୍ଟ ଆଣ୍ଡ ଏନଭାୟରନମେଣ୍ଟ କ୍ଲାଇମେଟ ଚେଞ୍ଜ ମିନିଷ୍ଟ୍ରି କାଲକୁଲେଟ କରିଛି 8.5 ଲକ୍ଷ ଗଛ କଟାଯିବାର ପ୍ଲାନ୍ ଅଛି। କିନ୍ତୁ ଗଭର୍ଣ୍ଣମେଣ୍ଟ କଣ କହୁଛି ମାନେ ଆମେ ଆକୁ କମ୍ପେନସେଟରି ଆଫରେଷ୍ଟେସନ, ମାନେ ସେ କହୁଛି ଯଦି ଆମର ଡିଫରେଷ୍ଟେସନ ଦ୍ଵାରା ଗଛ କଟାଯିବ ଆମେ କିନ୍ତୁ କମ୍ପେନସେଟରି ଆଫରେଷ୍ଟନ ମାନେ ଆମେ ଗୋଟେ ଜାଗାକୁ ନେଇକି ସେଠି ଆଉଥରେ ଆମେ ଫରେଷ୍ଟ କ୍ରିଏଟ କରିକି ସେଟା ଫୁଲଫିଲ କରିପାରିବୁ ମାନେ କମ୍ପେନସେଟ କରିପାରିବୁ। କିନ୍ତୁ ସୋନିଆ ଗାନ୍ଧୀ କହୁଛନ୍ତି ଯୋଉଟା କି କମ୍ପେନସେଟରି ଆଫରେଷ୍ଟେସନର କିଛି ସବଷ୍ଟିଚ୍ୟୁଟ ମାନେ ଗୋଟେ ଏଇଟା ସଲ୍ୟୁସନ ନୁହଁ, କାହିଁକିନା ଏକରେ ତମେ ତ ଫରେଷ୍ଟ କାଟୁଛ ତାର ଇକୋଲୋଜିଟାକୁ ଡେଷ୍ଟ୍ରୟ କରିଦଉଛ, ସେ ଇକୋଲୋଜିଟା ଆଉଥରେ ମିଳିବନି, ରାଇଟ୍। ଫରେଷ୍ଟର ଯୋଉ ଡାଇଭର୍ସ ଇକୋଲୋଜିଟା ତମେ ଯଦି ମାନେ ଗୋଟେ ପ୍ଲାଣ୍ଟେସନ କରିକି ତିଆରି କରୁଛ ସେ ଇକୋଲୋଜି କେବେ ମିଳିବନି। ତେଣୁ ସିଏ କହୁଛନ୍ତି କମ୍ପେନସେଟରି ଆଫରେଷ୍ଟେସନ ଗୋଟେ ସଲ୍ୟୁସନ ନୁହଁ, ତମେ ଯଦି ଡିଫରେଷ୍ଟେସନ କରୁଛ ଆଉ ତାପରେ ତମେ କହୁଛ ଆମେ କମ୍ପେନସେଟରି ଆଫରେଷ୍ଟେସନ ଦ୍ୱାରା ଏଇଟା କମ୍ପ୍ରମାଇଜ କରିଦବୁ, କିନ୍ତୁ ସେଟା ସଲ୍ୟୁସନ ନୁହଁ, କାହିଁକିନା ତମେ ଗୋଟେ ଇକୋସିଷ୍ଟମକୁ ଡେଷ୍ଟ୍ରୟ କରିଦଉଛ, ତମେ ଇକୋସିଷ୍ଟମକୁ ପୁଣି କେମିତି ବିଲ୍ଡଅପ୍ କରିବ, ତମେ ଗଛ ଲଗେଇ ଦେଇପାରିବ କିନ୍ତୁ ତମେ ଇକୋସିଷ୍ଟମକୁ ବିଲ୍ଡଅପ୍ କରିପାରିବ ନାହିଁ। ତ ସିଏ ସେଇଟା କହୁଛନ୍ତି ମାନେ ଆମର ଯୋଉ ଡିଫରେଷ୍ଟେସନ ଦ୍ୱାରା ସ୍ପେସିସ୍ ବାୟୋଡାଇଭର୍ସିଟି ରିଚ୍ ନ୍ୟାଚୁରାଲ ଫରେଷ୍ଟ ନଷ୍ଟ ହବାର ବହୁତ ଚାନ୍ସେସ୍ ଅଛି। ତାପରେ ଆଉ ଗୋଟେ ସିଏ ପଏଣ୍ଟ ଆଣୁଛନ୍ତି ଯେ ଆମର ପୋର୍ଟ ସାଇଟ୍ ଯୋଉ ପ୍ଲାନ୍ ହେଇଛି ଆଣ୍ଡାମାନ ଆଉ ନିକୋବରରେ ମାନେ ବନ୍ଦର ସାଇଟ୍ ଯୋଉ ପ୍ଲାନ୍ ହେଇଛି ସେଇଟା ଆମର କୋଷ୍ଟାଲ ରେଗୁଲେସନ ଜୋନ୍ 1A ରେ ଆସୁଛି। ତ କୋଷ୍ଟାଲ ରେଗୁଲେସନ ଜୋନ୍ 1A ରେ ଆମର ଯୋଉ ରୁଲ ଅଛି ସେଥିରେ ବନ୍ଦର ଯୋଉ ଜଳ ବନ୍ଦର ତିଆରିଟା ମନା ହେଇଛି ଡ୍ୟୁ ଟୁ ଟର୍ଟଲ ନେଷ୍ଟିଂ ସାଇଟ୍ ମାନେ କଇଁଚର ଅଣ୍ଡା ଦବା ସ୍ଥାନ ଏବଂ କୋରାଲ ଲିଫ୍ ଲାଇ। କିନ୍ତୁ ଗଭର୍ଣ୍ଣମେଣ୍ଟ କହିଲି ଏଇ ଯୋଉ ଲ ଆଉ ଲେଜିସ୍ଲେସନ ଟାକୁ ପୁରା ବାଇପାସ୍ କରିଦେଇଛି, ଯୋଉଟା ବହୁତ ଦୁଃଖର କଥା, ସେଇଟା କ୍ରିଟିସାଇଜ କରୁଛନ୍ତି ସୋନିଆ ଗାନ୍ଧୀ। ଆମର କୋଷ୍ଟାଲ ରେଗୁଲେସନ ଜୋନ୍ ଅଣ୍ଡରରେ ଜୋନ୍ 1 ଯୋଉ 1A ଅଛି ସେ ଏରିଆରେ ଆମର ପୋର୍ଟ ହେଇପାରିବନି, କିନ୍ତୁ ଏଠି ପୋର୍ଟ ମାନେ ପୋର୍ଟ ତିଆରିଟା ମାନେ କଣ ଗଭର୍ଣ୍ଣମେଣ୍ଟ କରୁଛି।
ରାଇଟ୍। ତେଣୁ ଏଇଟା ସିଏ କ୍ରିଟିସାଇଜ କରୁଛନ୍ତି। ତାପରେ କଣ, ତାପରେ ସିଏ କିଛି ମାନେ ମେଥଡୋଲୋଜିକୁ ନେଇକି କ୍ରିଟିସାଇଜ କରୁଛନ୍ତି, ଯୋଉ ମେଥଡୋଲୋଜିରେ ଆମର ଇମ୍ପାକ୍ଟ ଆସେସମେଣ୍ଟ ହଉଛି, ମାନେ କିଛି ଗୋଟେ ପ୍ରୋସେସକୁ ନେଇକି ସେମାନେ ମାନେ କରୁଛନ୍ତି। ମାନେ ସିଏ କହୁଛନ୍ତି ଯେ ଆଣ୍ଡାମାନ ଏଣ୍ଡ ନିକୋବର ପ୍ରୋଜେକ୍ଟ ଦ୍ଵାରା ଆମର ଯୋଉ ଲଙ୍ଗ ଟେଲ୍ ମ୍ୟାକ୍ୟୁ ଗୋଟେ ଯୋଉ ସ୍ପେସିସ୍ ଅଛି ତା ଉପରେ ବହୁତ ଖରାପ ଇମ୍ପାକ୍ଟ ପଡିବ, ଯୋଉଟା କି ମାନେ ନେଗେଟିଭ ଇମ୍ପାକ୍ଟ। ଲଙ୍ଗ ଟେଲ୍ ମ୍ୟାକ୍ୟୁର ମାନେ ମୁଁ ପିକ୍ଚରଟା ଦେଖେଇଦେବି, ମାନେ ଯୋଉ କଣ ସ୍ଲାଇଡରେ। ତେଣୁ ମାନେ ଯୋଉଟା ଆମର ଏଣ୍ଡେମିକ ସ୍ପେସିସ୍ କୁହାହଉଛି ସେଇ ଏରିଆରେ ସେ ଜୀବଟା ମିଳେ। ତେଣୁ ଏଇ ପ୍ରୋଜେକ୍ଟ ମାନେ ତା ଇକୋସିଷ୍ଟମକୁ ଡେଷ୍ଟ୍ରୟ କରିବାର ଏକ ମେନ୍ ରିଜନ ହେଇପାରେ ଆଗକୁ, ଯୋଉଟା କି ସେ କ୍ରିଟିସାଇଜ କରୁଛନ୍ତି। ତାପରେ ଯୋଉ ସେ କହୁଛନ୍ତି ଯୋଉଟା କି ଆମର ଆସେସମେଣ୍ଟ ହେଇଛି, ମାନେ ଧର ଗୋଟେ ପ୍ରୋଜେକ୍ଟ ହବା ଆଗରୁ ଏନଭାୟରମେଣ୍ଟାଲ ଆସେସମେଣ୍ଟ ଯୋଉ ହଉଛି, ସେ ଆସେସମେଣ୍ଟରେ ବି କିଛି ମାନେ ମେଥଡୋଲୋଜିକାଲ ପ୍ରୋବ୍ଲେମ ରହୁଛି, ଯୋଉଥିପାଇଁ ସେ ମାନେ ଯୋଉ ମେଥଡୋଲୋଜିକାଲ ଫ୍ଲଟାକୁ ବି ସେ କ୍ରିଟିସାଇଜ କରୁଛନ୍ତି, ରାଇଟ୍। ଫର ଏକ୍ସାମ୍ପଲ, ଆମର ଯୋଉ ଆସେସମେଣ୍ଟ ଅଫ ଟୋଟାଲ ନେଷ୍ଟିଂ ସାଇଟ୍, ମାନେ ଯୋଉ ମାନେ ଟୋଟାଲ ଆମର ଯୋଉ ପ୍ରୋଜେକ୍ଟ ହବା ଆଗରୁ ଯୋଉ ମାନେ କଇଁଚ ଯୋଉ ଅଣ୍ଡା ଦବା ଯୋଉ ଆସେସମେଣ୍ଟ କରିବାକୁ, ମାନେ କେତେ ଅଣ୍ଡା ଦଉଛନ୍ତି, କେତେ ଅଣ୍ଡା ଦବାଟା ତାଙ୍କର ଇମ୍ପାକ୍ଟ ହବ, ସେଇଟା ମେନଲି କ୍ୟାରିଡ ଆଉଟ ହୋଇଛି ଅଫ ସିଜନ ଟାଇମିଂରେ, ମାନେ ଯୋଉ ଟାଇମରେ ଟୋଟାଲ ମାନେ ଅଣ୍ଡା ଦିଅନ୍ତିନି ସେ ଟାଇମରେ କ୍ୟାରି ଆଉଟ ହେଇଛି ପ୍ରୋସେସରେ, ଯୋଉଟା ସେ କହୁଛନ୍ତି ଏଇଟା ଗୋଟେ ମେଥଡୋଲୋଜିକାଲ ଫ୍ଲ। ତମେ ଆସେସମେଣ୍ଟ କରୁଛ ଅନ୍ ସିଜନରେ ଆସେସମେଣ୍ଟ କର ନା, ଅଫ ସିଜନରେ କେମିତି ତମେ ଆସେସମେଣ୍ଟ କରୁଛ। ତାପରେ ଆଉ ସିଏ କହୁଛନ୍ତି ଡ୍ରୋନ୍ସ ୱେଆର ଏମ୍ପ୍ଲଏଡ୍ ଟୁ gauge the project impact on dugongs, but these drones have limited capacity and can only assess shallow areas। ମାନେ ଡୁଗଙ୍ଗ ଗୋଟେ ପ୍ରାଣୀ, ମାନେ ଯୋଉଟା କି ଆମର ଆଣ୍ଡାମାନ ଆଉ ନିକୋବରରେ ଦେଖିବାକୁ ମିଳେ। ସିଏ କହୁଛନ୍ତି ଆମର ମେନଲି ଡ୍ରୋନ୍, ଆମର ଡ୍ରୋନ୍ କୁ କାମରେ ଲଗା ହେଇଥିଲା କି ମାନେ ସେ ପ୍ରୋଜେକ୍ଟର ଇମ୍ପାକ୍ଟଟା ଦେଖିବା ପାଇଁ, ମାନେ ଡୁଗଙ୍ଗ ଯୋଉ ପ୍ରାଣୀ ଗୋଟେ ଅଛି ତାର ଇମ୍ପାକ୍ଟଟା କଣ ହବ, ମାନେ ଏଇ ପ୍ରୋଜେକ୍ଟର ଇମ୍ପାକ୍ଟ ଡୁଗଙ୍ଗ ଉପରେ କଣ ହବ, ଆମର ଡ୍ରୋନ କୁ କାମରେ ଲଗା ହେଇଥିଲା। ତ ସିଏ କହୁଛନ୍ତି ଏଇ ଯୋଉ ଡ୍ରୋନ କୁ ଲଗେଇକି ତମେ ଆସେସମେଣ୍ଟ କରୁଛ ତାର ମାନେ ଲିମିଟେଡ କାପାସିଟି, ମାନେ ସିଏ ଏତେ ଆସେସମେଣ୍ଟ କରିପାରିବନି, ଆଉ ସିଏ ଜମା ସ୍ୟାଲୋ ଏରିଆକୁ ଆସେସମେଣ୍ଟ କରିପାରିବ, ମାନେ ଗୋଟେ ରିଭରକୁ ହେଲା, ଛୋଟ ହ୍ରଦକୁ ସିଏ ଆସେସମେଣ୍ଟ କରିପାରିବନି। କିନ୍ତୁ ଗୋଟେ ଓସନକୁ ଆସେସମେଣ୍ଟ କରିବାକୁ ହେଲେ ତମେ ଡ୍ରୋନକୁ ଲଗେଇ ଖାଲି ଆସେସମେଣ୍ଟ କରିଦେଲ, ଯୋଉଟା କି ସେ ମେଥଡୋଲୋଜିକାଲ ଫ୍ଲ କରୁଛନ୍ତି। ମାନେ ସେ କହୁଛନ୍ତି ଆମ ଆସେସମେଣ୍ଟରେ ହିଁ ବହୁତ ପ୍ରୋବ୍ଲେମ ରହୁଛି। ତାପରେ ସେ କହୁଛନ୍ତି ଏଇ ଯୋଉ ପ୍ରୋଜେକ୍ଟଟା ହଉଛି, ମାନେ ଆଗରୁ ଏଇଟା ଆମର ସେନ୍ସିଟିଭ ଆର୍ଥକ୍ୱେକ୍ ଏରିଆ, ମାନେ ବହୁତ ଭୂମିକମ୍ପ ଆସିଛି, ଆମର 2004ରେ ଗୋଟେ ସୁନାମି ଆସିଥିଲା ସେ ଏରିଆରେ। ତ ସେ କହୁଛନ୍ତି ଗୋଟେ ସେନ୍ସିଟିଭ ଆର୍ଥକ୍ୱେକ୍ ଭୂମିକମ୍ପ ଏରିଆରେ ତମେ କେମିତି ଏତେ ବଡ ପ୍ରୋଜେକ୍ଟଟା କନଷ୍ଟ୍ରକ୍ଟ କରିଦଉଛ, ଯୋଉଟା ଇକୋଲୋଜିକାଲି କି ସୋସିଆଲି ବି ଭାୟାବୁଲ ନୁହଁ, ରାଇଟ୍। ତାପରେ ସିଏ କହୁଛନ୍ତି ଯେ ଆମକୁ ଫ୍ୟୁଚର ଜେନେରେସନକୁ ମାନେ ଫ୍ୟୁଚର ଜେନେରେସନ, ସିଏ ମାନେ ୱେ ଫରୱାର୍ଡରେ କହୁଛନ୍ତି ଆମର ଫ୍ୟୁଚର ଜେନେରେସନକୁ ବଞ୍ଚେଇବାକୁ ହେଲେ ଆମକୁ ଏଇ ସବୁ ପ୍ରୋଜେକ୍ଟ ଏଗନେଷ୍ଟରେ ସ୍ୱର ଉତ୍ତୋଳନ କରିବାକୁ ପଡିବ। କାହିଁକିନା ଆମେ ଫ୍ୟୁଚର ଯୋଉ ଜେନେରେସନ ଅଛି ତାଙ୍କ ଭବିଷ୍ୟତକୁ ଆମେ ଦାଉରେ ରଖି ଆମେ ଏନଭାୟରମେଣ୍ଟ ଯୋଉ ପ୍ରୋଜେକ୍ଟଟାକୁ କ୍ୟାରି ଆଉଟ୍ କରିପାରିବାନି। ତେଣୁ ସିଏ କହିଛନ୍ତି ଏଇ ସବୁ ପ୍ରୋଜେକ୍ଟ ଏଗନେଷ୍ଟରେ, ଯୋଉଟା ଇକୋ ସେନ୍ସିଟିଭ ଜୋନ୍ ଯୋଉ ପ୍ରୋଜେକ୍ଟ ଏଗନେଷ୍ଟରେ ଆମକୁ ଭଏସ ରେଜ କରିବାର ଅଛି, କାହିଁକିନା ଏମିତିଆ ପ୍ରୋଜେକ୍ଟ ଆମ ଇକୋଲୋଜି ପାଇଁ ହାର୍ମଫୁଲ, ଆମ ଯୋଉ ସୋସାଇଟି ପାଇଁ ବି ହାର୍ମଫୁଲ। ସେ ମେନଲି ଏଇ ସବୁ ଜିନିଷକୁ ମାନେ ଏଇ ଏଡିଟୋରିଆଲ ମାଧ୍ୟମରେ ଡିସ୍କସନ କରିବା ପାଇଁ ଚାହିଁଛନ୍ତି। ତାପରେ ଯିବା ନେକ୍ସଟ ଆମର କଣ ରହୁଛି ଯୋଉ ଏଡିଟୋରିଆଲ, ସେଇଟା ଦେଖିବା, ରାଇଟ୍। ନେକ୍ସଟ ଆମର ଏଡିଟୋରିଆଲ ଅଛି ଆମର ଚେଞ୍ଜିଂ, ଯୋଉଟା ଆମର ଥାର୍ଡ ଏଡିଟୋରିଆଲ ଆମର ଅଛି, ଛୋଟ ଏଡିଟୋରିଆଲଟା ଆମର ପପୁଲେସନ ଡାଇନାମିକ୍ସ କେମିତି ଚେଞ୍ଜ ହଉଛି ଆଉ ତା ଉପରେ ଆମେ କଣ ବେନିଫିଟ ଉଠେଇ ପାରିବା, ତା ଉପରେ ସେଇ ରିଲେଟେଡ ଅଛି। ତେଣୁ ଆମର ସିଏ କହିଛି ଏଡିଟୋରିଆଲରେ ଫାଷ୍ଟ ଡିସ୍କସନ ଆମର
କରାହେଉଛି ଆମର ଗୋଟେ ଏବେ ଡାଟାଟା ବାହାରିଛି ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ ଷ୍ଟାଟିଷ୍ଟିକାଲ ରିପୋର୍ଟ ରାଇଟ୍। ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ ଯୋଉ ଡାଟା ଷ୍ଟାଟିଷ୍ଟିକାଲ ଡାଟାରେ ଆମର ଯୋଉ ବାର୍ଥ ରେଟଟା ଆଉ ଟୋଟାଲ ଫର୍ଟିଲିଟି ରେଟ୍ ଉପରେ ଆମର ଡାଟାଟା ଆସିଛି। ଚାଇଲ୍ଡ ବାର୍ଥ ରେଟ୍ ଆମର କ୍ରୁଡ ବାର୍ଥ ରେଟ୍ ଯୋଉଟା ଚାଇଲ୍ଡ ବାର୍ଥ ରେଟ୍ କହୁଛନ୍ତି ଆମର ସେଇଟା ଆମର ଡିକ୍ଲାଇନ୍ କରିଛି ଡିକ୍ଲାଇନ୍ ଟୁ ଦ 18.4 ମାନେ ଆଗରୁ ସେଇଟା 2022ରେ 19 ଥିଲା। ଚାଇଲ୍ଡ ବାର୍ଥ ରେଟ୍ ହଉଛି ଆମର ଯୋଉ ହଜାରେ ପପୁଲେସନରେ କେତେଟା ଲାଇଭ ବାର୍ଥ ହଉଛି ନମ୍ବର ଅଫ ଆନୁଆଲ ଲାଇଭ ବାର୍ଥ ଇନ୍ ଏ ପପୁଲେସନ ଫର 1000 ପିପୁଲ ସେଇଟା ହଉଛି ଆମର ଚାଇଲ୍ଡ ବାର୍ଥ ରେଟ୍ କହୁଛନ୍ତି ଯୋଉଟାର ଭ୍ୟାଲୁ 18 ଆଗରୁ ଥିଲା 19.1 ଇନ୍ 2022 ଯୋଉଟା କି ଖସିକି ପଳେଇ ଯାଇଛି 18.4। ତାପରେ ଆମର ଟୋଟାଲ ଫର୍ଟିଲିଟି ରେଟ୍ ର ମାନେ ହଉଛି average number of children a woman will have in her lifetime to replace that generation ମାନେ ଗୋଟେ ଓମେନ୍ ତା ଲାଇଫ ଟାଇମ ରେ କେତେଟା ଛୁଆ ଜନ୍ମ କରୁଛି ସେଇଟା କହୁଛନ୍ତି ଆମର ଟୋଟାଲ ଫର୍ଟିଲିଟି ରେଟ୍। ତ ଟୋଟାଲ ଫର୍ଟିଲିଟି ରେଟ୍ ବି ଆମର ଯୋଉଟା 2 ଥିଲା 2022ରେ ସେଇଟା ଆମର 1.9 କୁ ପଳେଇ ଯାଇଛି ରାଇଟ୍। ତ ସିଏ ଏଡିଟୋରିଆଲ କହୁଛି ଯେ ଟୋଟାଲ ଫର୍ଟିଲିଟି ରେଟ୍ ମାନେ 2.1 ହଉଛି ରିପ୍ଲେସମେଣ୍ଟ ମାନେ ଫର୍ଟିଲିଟି ଯଦି ଟୋଟାଲ ଫର୍ଟିଲିଟି ରେଟ୍ ଗୋଟେ ଦେଶରେ 2.1 ରହୁଛି ତ ଓମେନ୍ 2.1 ରହୁଛି ତ ସେଇଟା ମାନେ ଟୋଟାଲ ଫର୍ଟିଲିଟି ରେଟ୍ ଯଦି 2.1 ରହୁଛି ତାହେଲେ ଆମର ସେଇଟା ଆଗକୁ ଗୋଟେ ଷ୍ଟେବୁଲ ପପୁଲେସନ ହବ। ଆଉ ଯଦି ଟୋଟାଲ ଫର୍ଟିଲିଟି ରେଟ୍ ର ଡାଟା ମାନେ ଫିଗରଟା ଭ୍ୟାଲୁଟା ଯଦି 2.1 ଉପରକୁ ରହୁଛି ତାହେଲେ ପପୁଲେସନ ଟା ଆଗକୁ ଗ୍ରୋଥ ହବାର ଚାନ୍ସେସ୍ ବହୁତ ଅଛି ପପୁଲେସନ ଟା। ଆଉ ଯଦି ଟୋଟାଲ ଫର୍ଟିଲିଟି ରେଟ୍ ର ଭ୍ୟାଲୁଟା 2.1 ତଳକୁ ରହୁଛି ତାହେଲେ ପପୁଲେସନ ଟା ମାନେ ଡିକ୍ଲାଇନ୍ ହବାର ବହୁତ ଚାନ୍ସେସ୍ ଅଛି ଆଗକୁ। ତ ଆମର ଆଉ ଏସଆରଏସ୍ ଆମର ଡାଟାରେ କଣ ଅଲଗା ଡାଟା ଅଛି ଏସାରେ ଯୋଉ ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ ଡାଟାରେ ଆମର ସିଏ କହିଛି ଦ ପିପୁଲ ଏଭବ 60 ଏଜ୍ ମାନେ 60 ବର୍ଷ ଉପରକୁ ଯୋଉ ପପୁଲେସନ ଅଛନ୍ତି ତାଙ୍କ ଭ୍ୟାଲୁଟା ମାନେ 0.7% ଇନକ୍ରିଜ କରିଯାଇଛି ଗୋଟେ ବର୍ଷ ଭିତରେ ପରସେଣ୍ଟେଜ ଇନକ୍ରିଜ କରିଛି ଟୁ 9.7 ମାନେ 0.7% ଇନକ୍ରିଜ କରିକି ତ ଟୋଟାଲ ପପୁଲେସନ ର ତାଙ୍କ ଡାଟାଟା ହଉଛି 9.7% ପିପୁଲ ଏଭବ 60। ତାପରେ କେରଳରେ ହାଏଷ୍ଟ ପ୍ରପୋର୍ସନ ଅଫ ଏଲ୍ଡରଲି ପପୁଲେସନ ଅଛନ୍ତି ଆଉ ଆମର ଯୋଉ ଆସାମ ଦିଲ୍ଲୀ ଝାଡଖଣ୍ଡରେ ଲୋଏଷ୍ଟ ଏଲ୍ଡରଲି ପପୁଲେସନ ଅଛନ୍ତି ରାଇଟ୍। ତ ସିଏ ଏଡିଟୋରିଆଲ ଏଇ କଥା ମାନେ ଗୋଟେ ସତର୍କ କରେଇ ଦଉଛି ଯେ ଯେହେତୁ ଆମର ଏଲ୍ଡରଲି ପପୁଲେସନ ବଢି ବଢି ଚାଲିଛି ଆଉ ଆମର ଟୋଟାଲ ଫର୍ଟିଲିଟି ରେଟ୍ ଟା ବି କମି କମି ଚାଲିଛି ଆଉ କ୍ରୁଡ ବାର୍ଥ ରେଟ୍ ଯୋଉଟା ବି କମିଛି। ତ ସିଏ କହୁଛି ଆମର ଯୋଉ ଏବେ ଯୋଉ ଆମର ଇଣ୍ଡିଆରେ ଯୋଉ ଫେଜ୍ ଟା ଚାଲିଛି ଡେମୋଗ୍ରାଫିକ ଡିଭିଡେଣ୍ଡ ମାନେ ଯୋଉଟା ୟଙ୍ଗର ପପୁଲେସନ ଆମ ଦେଶରେ ମୋର ଅଛନ୍ତି ତ ସେଇ ଯୋଉ ଆମେ ଯୋଉ ଫାଇଦା ଟା ପାଇବା ତାଙ୍କ ଠାରୁ ସେଇଟା ହଉଛି ଡେମୋଗ୍ରାଫିକ ଡିଭିଡେଣ୍ଡ। ତ ଡେମୋଗ୍ରାଫିକ ଡିଭିଡେଣ୍ଡ ର ଆମର ବେନିଫିଟ ଟା ନବା ଦରକାର ମାନେ ଯୋଉ ୟଙ୍ଗର ପପୁଲେସନ ଆମର ଅଛନ୍ତି ତାଙ୍କ ଠାରୁ। ତ ଏଇ ଫେଜ୍ ଟା ଏଡିଟୋରିଆଲ କହୁଛି ଏଇ ଫେଜ୍ ଟା ଆଉ ମିଳିବନି କାହିଁକିନା ଯେହେତୁ ଆମର ପପୁଲେସନ ଗୋଟେ ଡିକ୍ଲାଇନିଂ ଫେଜ୍ ରେ ଆଗକୁ ଚାଲିଛି ମାନେ ଯୋଉ ଡାଟା ଆସିଛି ସେଥିରେ ବାର୍ଥ ରେଟ୍ କମୁଛି ଟୋଟାଲ ଆମର ଯୋଉ ଫର୍ଟିଲିଟି ରେଟ୍ ବି କମୁଛି ଆଉ ଓଲ୍ଡର ପପୁଲେସନ ଟା ବଢୁଛି ତେଣୁ ଆମର ଯୋଉ ଡେମୋଗ୍ରାଫି ଡିଭିଡେଣ୍ଡ ଆଉ ଫେଜ୍ ଟା ଆଉ କିଛି ବର୍ଷ ରହିବ ତେଣୁ ତାର ଆମେ ଫାଇଦା ନବା ଦରକାର ମାନେ ଆମର ୟଙ୍ଗର ଜେନେରେସନ କୁ ଆମେ କେମିତି କାମରେ ଲଗେଇକି ତାର ବେନିଫିଟ ଆମର ଯେମିତି ଇକୋନୋମିକ ଡେଭଲପମେଣ୍ଟ ହେଇପାରିବ ତାର ବେନିଫିଟ ଟା ଆମେ ନେବା ଦରକାର। ତ ସେଇଟା ଛୋଟିଆ ଆର୍ଟିକିଲ ତାପରେ ଆମେ ନେକ୍ସଟ ଯିବା ଆର୍ଟିକିଲ ଟା ନେକ୍ସଟ ଏଡିଟୋରିଆଲ ଆମେ ଯିବା ଯୋଉଟା କି ମାନେ ମୁଁ କହିବି ବଢିଆ ଆର୍ଟିକିଲ ଆମର ଏଫଡିଆଇ ଉପରେ ଆମର ଯୋଉ ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଉପରେ ଆର୍ଟିକିଲ ଟା ସେ ଆର୍ଟିକିଲ ମାନେ ବଢିଆ ଏକ୍ସପ୍ଲେନ କରୁଛନ୍ତି ଯୋଉଟା ମାନେ ଏଫଡିଆଇ ର ଆମେ ସମସ୍ତେ ଦେଖୁଛେ ମାନେ ଡାଟା ହିସାବରେ କିନ୍ତୁ ଡାଟା ଭିତରକୁ ଆମେ ଯାଉନେ ତ ସେଇ ଡାଟା ଉପରେ ସିଏ ମାନେ କିଛି ଡିସକସନ କରିଛନ୍ତି ସେ ଡାଟାର ଯୋଉ ଡାଟା ଭିତରକୁ ଆମେ ଯାଉନେ ଯୋଉଟା ଇନସାଇଟ ଆମେ ପାଉନେ ସେ ଡାଟା ଉପରେ ଏଇଟା ଡିସକସନ କରାଯାଇଛି ବହୁତ ସୁନ୍ଦର ଆର୍ଟିକିଲ ଟା ଆମର
ଆମର ଏଡିଟୋରିଆଲ ଫାର୍ଷ୍ଟ କହୁଛନ୍ତି ଯେ ଆମର ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟଟା ଆମର ମେଜର କଣ୍ଟ୍ରିବ୍ୟୁଟରି ଫ୍ୟାକ୍ଟର ଇନ୍ ଇଣ୍ଡିଆସ୍ ଡେଭଲପମେଣ୍ଟ, ମାନେ ଇଣ୍ଡିଆର ଯୋଉ ଡେଭଲପମେଣ୍ଟ ହେଇଛି ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟର ଗୋଟେ ବହୁତ ବଡ଼ ରୋଲ୍ ରହିଛି। ମାନେ ସିନ୍ସ 1991 ଆମର ଯୋଉ ଇକୋନୋମିକ ରିଫର୍ମ ଆସିଲା, ରାଇଟ୍। ତ ସେ କହୁଛି ଆମର ଏଫଡିଆଇ ଦ୍ୱାରା ଆମର କଣ ମାନେ ଇଣ୍ଡିଆ ଯୋଉ ଇଣ୍ଡଷ୍ଟ୍ରିଆଲ ବେସ୍ ର ମଡର୍ଣ୍ଣାଇଜେସନ ହେଲା, ତାପରେ ଟେକ୍ନୋଲୋଜିକାଲ ଇନୋଭେସନ ହେଲା, ରାଇଟ୍। ଆଉ ଆମର କଣ୍ଟ୍ରିଟା ଗ୍ଲୋବାଲ ମାର୍କେଟ ସହିତ ବହୁତ ମାତ୍ରାରେ ଲିଙ୍କ ହେଲା, ରାଇଟ୍। ତ ଆମର ସିଏ କହୁଛି ଆମର ଫାଷ୍ଟ ଯୋଉ ଏଫଡିଆଇ ଯୋଉ ସେକ୍ଟରରେ ଆସିଥିଲା ଆମର ଇ କମର୍ସ ତ ନୁହଁ, କମ୍ପ୍ୟୁଟର ହାର୍ଡୱେର ଆଣ୍ଡ ସଫ୍ଟୱେର ସେକ୍ଟରରେ ମାନେ ସର୍ଭିସ ସେକ୍ଟରରେ ବେଶୀ ଏଫଡିଆଇ ଆସିଥିଲା, ରାଇଟ୍। ତ କିନ୍ତୁ ଆମର ସିଏ ଯୋଉଟା ଆନାଲିସିସ୍ କରୁଛନ୍ତି ମାନେ ଆମ ଦେଶକୁ ଏଫଡିଆଇ ତ ଆସୁଛି, ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଅନୁସାରେ ଏଫଡିଆଇ ଆସୁଛି, କିନ୍ତୁ ସେ ଏଫଡିଆଇ ଟା ବେଶୀ ଟାଇମ ପର୍ଯ୍ୟନ୍ତ ରହୁନି। ମାନେ ଏଫଡିଆଇ ଟା ମାନେ କଣ ମାନେ ସର୍ଟ ଟର୍ମ ପ୍ରଫିଟ, ମାନେ ବର୍ଷେ 2 ବର୍ଷ ମାନେ ପ୍ରଫିଟ ହେଲା, ସିଏ ଫରେନ୍ ଯୋଉ କମ୍ପାନୀ ବାଲା ସେମାନେ ବାହାର କରି ନେଇଯାଉଛନ୍ତି ତାଙ୍କ କ୍ୟାପିଟାଲ ଟା, ମାନେ ସେମାନେ ବେଶୀ ଦିନ ରଖୁନାହାନ୍ତି, ଯୋଉଟା କି ରାଇଟରଙ୍କର ମେନ୍ କନସର୍ନ। ମାନେ ଗୋଟେ ଏଫଡିଆଇ ଯେତେବେଳେ ଆସୁଛି ଯଦି 50 ବର୍ଷ 60 ବର୍ଷ ରହିଲା ସେଇଟା ଏମ୍ପ୍ଲୟମେଣ୍ଟ ଜେନେରେସନ ମାନେ କରିକି ଯିବ, ଏମ୍ପ୍ଲୟମେଣ୍ଟ ଜେନେରେସନ ଇକୋନୋମିକ ଡେଭଲପମେଣ୍ଟ। ଲେକିନ ଆମର ଯୋଉ ଇଣ୍ଡିଆକୁ ଯୋଉ ଏଫଡିଆଇ ଆସୁଛି ମାନେ ସେ ଗୋଟେ ଓଭରଅଲ ସେଟା ଆନାଲିସିସ୍ କରୁଛନ୍ତି, ମାନେ ସେଟା ସର୍ଟ ଟର୍ମ ପ୍ରଫିଟ ପାଇଁ ହିଁ ଆସୁଛି। ସେମାନେ ଇଣ୍ଡିଆର ଗ୍ରୋଥ ପାଇଁ ହିଁ ସେମାନେ କନସର୍ନ ନାହାନ୍ତି। ସେ ଏଫଡିଆଇ କେବଳ ସର୍ଟ ଟର୍ମ ପ୍ରଫିଟ ଆଉ ଆମର କେମିତି ମାନେ ଗେନ୍ କରିକି ପଳେଇବେ, ମାନେ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କିମ୍ବା ଏମ୍ପ୍ଲୟମେଣ୍ଟ ଜେନେରେସନ ପାଇଁ ସେ ଯୋଉ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ସେମାନେ କନସର୍ନ ନୁହନ୍ତି, ରାଇଟ୍। ତ ଆମର କିଛି ନମ୍ବର ସେ ଦଉଛନ୍ତି ଆମର ଫାଇନାନ୍ସିଆଲ ଇୟର 2024-25 ରେ $81 ବିଲିୟନ ଆମର ଏଫଡିଆଇ ଆସିଛି, ଯୋଉଟା କି ନମ୍ବର ୱାଇଜ ତ ବହୁତ ଭଲ, କିନ୍ତୁ ରାଇଟର ଯୋଉ ତାଙ୍କର ଡାଟା ଆନାଲିସିସ୍ କରିଛନ୍ତି ସେ ଡାଟା ଆନାଲିସିସ୍ ରେ ସେ ଦେଖୁଛନ୍ତି ଯେ ସେ ଯୋଉ ଆମର ଏଫଡିଆଇ ଟା ଆସିଛି ମାନେ ସର୍ଟ ଟର୍ମ ପାଇଁ ଆସିଛି, ମାନେ ସେ ବେଶୀ ଟାଇମ ସେ ଯୋଉ କ୍ୟାପିଟାଲ ଆମାଉଣ୍ଟ ଟା ରହୁନି, ଯୋଉଟା କି ଗୋଟେ ଆଲାରାମିଂ ସିଚୁଏସନ, ଯୋଉଟା ଗୋଟେ ମାନେ କଣ ଆମର ଦେଶର ଗ୍ରୋଥ ପାଇଁ ଗୋଟେ ବଡ ଅବଷ୍ଟାକଲ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାପରେ ତାପରେ ଆମର ଯୋଉ ଏଡିଟୋରିଆଲ ଆମର ଡିସ୍କସନ କରାଯାଉଛି, ଆମର ସିଏ କହୁଛନ୍ତି ଆମର ଯୋଉ ମୁଁ କହିଲି ଯାହା ଆମର ଏଫଡିଆଇ ଟା ସବୁବେଳେ ଆମର ଯଦି ଦେଶକୁ ଗୋଟେ ଲଙ୍ଗ ଟର୍ମ ଡେଭଲପମେଣ୍ଟ ପାଇଁ ଆସୁଛି ତାହେଲେ ଦେଶର ଇକୋନୋମିକ ଗ୍ରୋଥ ପାଇଁ ସେଇଟା ବହୁତ ଭଲ, ମାନେ ଇକୋନୋମି ମାନେ ଦେଶକୁ ଆଗକୁ ଫରୱାର୍ଡ କରିକି ନବାରେ ସେ ତାର ବହୁତ ରୋଲ ଟା ମାନେ ଜଷ୍ଟିଫାଏଡ ହୁଏ ଯଦି ଏଫଡିଆଇ ଟା ଲଙ୍ଗ ଟର୍ମ ପାଇଁ ଆସୁଛି। କିନ୍ତୁ ସେ ଡିସ୍କସନ କରୁଛନ୍ତି କିଛି ଏମିତି ପ୍ରୋବ୍ଲେମ ଅଛି ଯୋଉଥିପାଇଁ ଆମର ଲଙ୍ଗ ଟର୍ମ ପାଇଁ ଏଫଡିଆଇ ଆସୁନି, ଯୋଉଟା କି କେବଳ ପ୍ରଫିଟ ସିକିଂ ଏଫଡିଆଇ ଆସୁଛି ମାନେ 2-3 ବର୍ଷ ପାଇଁ, ଯୋଉଟା କି ଆମ ଦେଶର ମାନେ ଗ୍ରୋଥ ପାଇଁ ଗୋଟେ ଭଲ ସିଚୁଏସନ ନୁହଁ। ତାପରେ ଆଉ ସିଏ ଆମର କହିଛନ୍ତି ଯେ ଆମର ଦେଶର ଯୋଉଟା ମ୍ୟାନୁଫ୍ୟାକ୍ଚରିଂ ସେକ୍ଟର ମାନେ ସେଠି ଏଫଡିଆଇ ଆମାଉଣ୍ଟ ଟା ବହୁତ କମ ଆସୁଛି, ଯୋଉଟା କି ଗୋଟେ କନସର୍ନିଂ ଜିନିଷ। ମାନେ ଦେଶର ମ୍ୟାନୁଫ୍ୟାକ୍ଚରିଂ ସେକ୍ଟର ହଉଛି ଗୋଟେ ବ୍ୟାକବୋନ, ମାନେ ବ୍ୟାକବୋନ କହିଲେ ଚଳେ, କାହିଁକିନା ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରରେ ଲାର୍ଜେଷ୍ଟ ଆମାଉଣ୍ଟ ଅଫ ଏମ୍ପ୍ଲୟମେଣ୍ଟ ଜେନେରେସନ ହୁଏ, କିନ୍ତୁ କନସର୍ନିଂ ଜିନିଷ ହଉଛି ମ୍ୟାନୁଫ୍ୟାକ୍ଚରିଂ ସେକ୍ସନରେ ବହୁତ ମାନେ କମ ଏଫଡିଆଇ ଆସୁଛି, ଯୋଉଟା କି ଆମର ଲାଟେଷ୍ଟ ଫାଇନାନ୍ସିଆଲ ଇୟରରେ ସେ ଡାଟା ମେନସନ କରିଛନ୍ତି ଓନ୍ଲି 12%, ଯୋଉଟା କି ବହୁତ କମ। ତାପରେ ହଉଛି ସେ କହିଛନ୍ତି ଯୋଉଟା ଆମର ଇଣ୍ଡିଆର ଗ୍ରୋଥ ଟ୍ରାଜେକ୍ଟୋରୀଟା ଯଦି ଏଫଡିଆଇ ଆମର ସର୍ଟ ଟର୍ମ ପାଇଁ ଆସୁଛି, ଇଣ୍ଡିଆର ଗ୍ରୋଥ ଟ୍ରାଜେକ୍ଟୋରୀଟା ବହୁତ ମାତ୍ରାରେ ହ୍ୟାମ୍ପର ହବାର ଚାନ୍ସେସ୍ ଅଛି। ତ ସିଏ ବ୍ଲେମ କରୁଛନ୍ତି ମାନେ ଯୋଉ ଆମର ରେଗୁଲେସନ ଇନଏଫିସିଏନ୍ସି ଅଛି, ରେଟ୍ ଟ୍ୟାପିଜିମ୍ ଅଛି। ରେଟ୍ ଟ୍ୟାପିଜିମ୍ ମାନେ ଗୋଟେ ଫାଇଲ ଟା ପାସ୍ ହବାକୁ 2-3 ବର୍ଷ ଲାଗି ଯାଉଛି, ଯୋଉଟା ମାନେ ମାନେ କଣ ଗୋଟେ ଆପ୍ରୁଭାଲ ମିଳିବାକୁ ଯଦି 3-4 ବର୍ଷ ଲାଗିଯିବ ତ କମ୍ପାନୀର ମନୋବଳ ସେଇଠି ଡାଉନ ହେଇଯିବ, ସେ କେମିତି କାମ କରିବେ। ତେଣୁ ଏଇ ସବୁ ଜିନିଷ ଉପରେ ସେ ଧ୍ୟାନ ଦେବାକୁ ଚାହିଁଛନ୍ତି। ତାପରେ ହଉଛନ୍ତି ଇନଫ୍ରାଷ୍ଟ୍ରକ୍ଚର ଗ୍ୟାପ୍, ଆମର ଇନଫ୍ରାଷ୍ଟ୍ରକ୍ଚର ଗ୍ୟାପ୍ ମାନେ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଆମର ଇଣ୍ଡିଆରେ ଏତେ ନାହିଁ, ଯୋଉଟା କି ମାନେ ମେଜର ପ୍ରୋବ୍ଲେମ। ସେଥିପାଇଁ ଲଙ୍ଗ ଟର୍ମ ପାଇଁ ଏଫଡିଆଇ ଆସୁନି। ଅନପ୍ରେଡିକ୍ଟେବଲ ପଲିସି ଆଉ ଗୋଟେ ରିଜିନ। ତାପରେ ହଉଛି ଆମର ଏଇ ସବୁ ରିଜିନ ପାଇଁ ଆମର ଆମର ଡୋମେଷ୍ଟିକ ଇକୋନୋମିଟା ୱିକ୍ ହଉଛି, ଆମର ଜବ୍ କ୍ରିଏସନ ହେଇପାରୁନି।
ତାପରେ ଇନୋଭେସନ ଆଉ ଇଣ୍ଡଷ୍ଟ୍ରିଆଲ ଗ୍ରୋଥଟା ହ୍ୟାମ୍ପର ହଉଛି। ତାପରେ ଆଉ ସିଏ କଣ ରିଜିନ ଦଉଛନ୍ତି, ଗୋଟେ ହଉଛି ରେଗୁଲେଟରୀ ଯୋଉ କହିଲି ପ୍ରୋବ୍ଲେମ, ଗୋଟେ ଲିଗାଲ ଅନପ୍ରେଡିକ୍ଟେବିଲିଟି, ମାନେ ଧର ଗୋଟେ କମ୍ପାନୀ ଇନଭେଷ୍ଟମେଣ୍ଟ କରିଦେଇଛି, କୋର୍ଟ କେସ୍ ଅନନେସେସରି ବହୁତ ମାନେ ଲେନ୍ଦି ହେଇକି ମାନେ ସେଟା ଡ୍ରାଗ ହଉଛି କେସ୍, ଯୋଉଥିପାଇଁ କମ୍ପାନୀର ମାନେ ବହୁତ ଲସ୍, ବିଲିୟନ୍ସ ଅଫ ଡଲାର ଲସ୍ ହଉଛି। ତେଣୁ ଏଇ ସବୁ ମାନେ ଯୋଉ ଏରିଆରେ ଗଭର୍ଣମେଣ୍ଟ ଟିକେ ଧ୍ୟାନ ଦେବା ଦରକାର, ଯୋଉଥିପାଇଁ ଲଙ୍ଗ ଟର୍ମରେ ଏଫଡିଆଇ ଆସିବ। ଆଉ ତାପରେ ଇନକନସିଷ୍ଟେଣ୍ଟ ଗଭର୍ନାନ୍ସ, ମାନେ ଧର ଗୋଟେ ସରକାର ଆସିଲା, ଗୋଟେ କମ୍ପାନୀକୁ ଫେଭର କଲା, ନେକ୍ସଟ ଯଦି ସରକାର ଚେଞ୍ଜ ହେଇଯାଉଛି, ମାନେ ସିଏ ସେ କମ୍ପାନୀ ଫେଭରରେ ଯାଉନି, ଯୋଉଟା କି ଗୋଟେ ମେଜର ପ୍ରୋବ୍ଲେମ, ରାଇଟ। ତାପରେ ଆମର କଣ ଇନକନସିଷ୍ଟେଣ୍ଟ ଗଭର୍ନାନ୍ସ। ତାପରେ ଆମର ଗଭର୍ଣମେଣ୍ଟକୁ ସିଏ ଏଡିଟୋରିଆଲରେ ଡିସ୍କସନ କରାଯାଉଛି ଯେ ଗଭର୍ଣମେଣ୍ଟକୁ ରିଫର୍ମେଟିଭ ଷ୍ଟେପ ନେବା ଦରକାର। ରିଜିଲିଏଣ୍ଟ ଇନଭେଷ୍ଟମେଣ୍ଟ ଇକୋସିଷ୍ଟମ, ମାନେ ଇନଭେଷ୍ଟମେଣ୍ଟ ଇକୋସିଷ୍ଟମଟା ଭଲସେ ବିଲ୍ଡଅପ୍ କରିବା ଦରକାର। ରେଗୁଲେସନକୁ ସିମ୍ପ୍ଲିଫାଏ କରିବା ଦରକାର। ଏନସିଓରିଂ ପଲିସି କନସିଷ୍ଟେନ୍ସି, ମାନେ ପଲିସି ମାନେ ରେଗୁଲେସନଟାକୁ ସିମ୍ପ୍ଲିଫାଏ କରିବା, ପଲିସି କନସିଷ୍ଟେଣ୍ଟ, ମାନେ ଯୋଉ ଗଭର୍ଣମେଣ୍ଟ ଆସୁ ପଲିସିଟା ସେମ୍ ରହିବା ଦରକାର। ପଲିସିଟାକୁ ମାନେ କଣ, ପଲିସି ଭ୍ୟାରିଏବୁଲ ହବା କଥା ନୁହଁ, ମାନେ ଏ ଗଭର୍ଣମେଣ୍ଟରେ ଗୋଟେ ପଲିସି, ସେ ଗଭର୍ଣମେଣ୍ଟରେ ଗୋଟେ ପଲିସି। ଯଦି ପଲିସିଟା ଚେଞ୍ଜେବୁଲ ହେଇଗଲା ତ ମାନେ ଇନଭେଷ୍ଟମେଣ୍ଟଟା ମାନେ ସେତେ ଆସିବନି, କାହିଁକିନା ରିସ୍କ ଫ୍ୟାକ୍ଟରଟା ବି ବହୁତ ରହିଯିବ ପଲିସି ଯଦି ଭ୍ୟାରିଏବୁଲ ରହୁଛି। ତାପରେ ହଉଛି ଏଜୁକେସନାଲ ଆଉ ସ୍କିଲ୍ ବିଲ୍ଡିଂ ଇନିସିଏଟିଭ, ମାନେ ଆମର ହ୍ୟୁମାନ ରିସୋର୍ସ ବି ସେମିତି ଏଜୁକେସନ ଆଉ ସ୍କିଲ୍ ଡ୍ରିଭେନ ହେଇଥିବା ଦରକାର, ଯୋଉଥିପାଇଁ କି ଆମର ମ୍ୟାକ୍ସିମମ୍ ଏଫଡିଆଇ ଆସିବେ, କାହିଁକିନା ସେମାନେ ଲୋକଙ୍କୁ ଧରିକି ହିଁ କାମ କରିବେ। ଲୋକଙ୍କ ପାଖରେ ଯଦି ଶିକ୍ଷା ଆଉ ମାନେ ସ୍କିଲଟା ନଥିବ, ସେମାନେ ମାନେ ସେ ହ୍ୟୁମାନ ରିସୋର୍ସଟା କୋଉଠୁ ଆଣିବେ। ତାପରେ ହଉଛି ମାନେ ଏଡିଟୋରିଆଲରେ ଡିସ୍କସନ କରାଯାଉଛି ଆମର ଡିସଇନଭେଷ୍ଟମେଣ୍ଟ, ମାନେ ଇନଭେଷ୍ଟମେଣ୍ଟର ଅପୋଜିଟଟା ବହୁତ ରାଇଜ ହଉଛି ଆମର ଇଣ୍ଡିଆ କନଷ୍ଟ୍ରକ୍ଟରେ। ଆଉ କ୍ୟାପିଟାଲ ଆଉଟଫ୍ଲୋ ଯୋଉଟା କହିଲି, ମାନେ ସର୍ଟ ଟର୍ମ ପାଇଁ ବହୁତ ମାନେ ସେମାନେ ଇନଭେଷ୍ଟ କରୁଛନ୍ତି, ଯୋଉ ଏଫଡିଆଇ ଯୋଉ ଫରେନ ବାଲା। ତାପରେ ହଉଛି ଗଭର୍ଣମେଣ୍ଟରେ ଆଉ ଗୋଟେ ଭଲ ପଏଣ୍ଟ କୁହାହଉଛି ଯେ ମାନେ ଦେଖାଯାଉଛି ଯୋଉ ବି ଏଫଡିଆଇ ଆସୁଛି ସେମାନେ ମେନଲି ସିଙ୍ଗାପୁର ଆଉ ମରିସସରୁ ଆସୁଛି। କାହିଁକି ନା ଏଇଟା ବି ଗୋଟେ ମାନେ କଣ ମାନେ ପ୍ରୋବ୍ଲେମେଟିକ କାରଣ, କାହିଁକିନା ଇଣ୍ଡିଆ ସହିତ ମାନେ ମରିସସ୍ ଆଉ ସିଙ୍ଗାପୁରର କିଛି ଟ୍ୟାକ୍ସ ଟ୍ରିଟି ଅଛି, ଯୋଉଥିପାଇଁ କି ଧର କମ୍ପାନୀ ସିଙ୍ଗାପୁର ଆଉ ମରିସସରୁ ଇନଭେଷ୍ଟ କଲେ ତାଙ୍କୁ କମ ଟ୍ୟାକ୍ସ ଦବାକୁ ପଡେ। ତେଣୁ ଏଇଟା ବି ମାନେ ରିଜିନ କଣ, ସିଙ୍ଗାପୁର ଆଉ ମରିସସରୁ ବେଶୀ ଆସୁଛି, ମାନେ ସେଇ କମ୍ପାନୀ କମ ଟ୍ୟାକ୍ସ ଦବା ପାଇଁ ହିଁ ସେଇ କଣ୍ଟ୍ରିରୁ ହିଁ ଇନଭେଷ୍ଟ କରୁଛନ୍ତି। ମାନେ ଯୋଉଟା ଜେନ୍ୟୁନ ଇନଭେଷ୍ଟର ସେମାନେ ନୁହନ୍ତି, ସେମାନେ କେବଳ ଟ୍ୟାକ୍ସ ବେନିଫିଟ ପାଇବା ପାଇଁ ସେମାନେ ସେଇ କଣ୍ଟ୍ରିରୁ ଇନଭେଷ୍ଟ କରୁଛନ୍ତି। ମାନେ ଗୋଟେ ଇଣ୍ଡିଆନ କମ୍ପାନୀ ସେ ସିଙ୍ଗାପୁରରେ କିଛି କମ୍ପାନୀ ଖୋଲିଲା, ମରିସସରେ କମ୍ପାନୀ ଖୋଲିଲା, ଆଉ ସେ ତା ଫଣ୍ଡଟାକୁ ରୁଟ କଲା ଇଣ୍ଡିଆରେ ଇନଭେଷ୍ଟମେଣ୍ଟ ପାଇଁ, କିଛି କେବଳ ଟ୍ୟାକ୍ସ ବେନିଫିଟ ପାଇବା ପାଇଁ। କିନ୍ତୁ ଆମେ ସେଇଟା କଣ ଦେଖୁଛେ, ସେଇଟା ଏଫଡିଆଇ ଆସିଲା, କିନ୍ତୁ ରିଅଲିଟି ଆପଣ ଯେତେବେଳେ ଦେଖିବେ ସେଇଟା ଏଫଡିଆଇ ନୁହଁ, ସେଇଟା କେବଳ ଫଣ୍ଡଟାକୁ ଡାଇଭର୍ଟ କରାଯାଇଛି, ଏଇଟା ରିଅଲ ଏଫଡିଆଇ ନୁହଁ। କିନ୍ତୁ ମାନେ ଏଡିଟୋରିଆଲରେ ଏଇ ଜିନିଷ ଉପରେ ବେଶୀ ଟିକେ ଧ୍ୟାନ ଦିଆଯାଇଛି, ଯୋଉଟା କି ଆମର ଫେକ୍ ଇନଭେଷ୍ଟମେଣ୍ଟଟାକୁ ମାନେ ଆମେ ଭାବୁଛୁ ସେଇଟା ଏଫଡିଆଇ, କିନ୍ତୁ ସେମାନେ ସେ କମ୍ପାନୀ ମାନେ ଟ୍ୟାକ୍ସର ବେନିଫିଟ ନବା ପାଇଁ ହିଁ ଇନଭେଷ୍ଟ କରୁଛନ୍ତି, ମାନେ ସେଇଟା ଜେନ୍ୟୁଇନ ଏଫଡିଆଇ ଇନଭେଷ୍ଟର ସେମାନେ ନୁହନ୍ତି, ରାଇଟ। ଯୋଉଟା କି ବହୁତ ବଢିଆ ପଏଣ୍ଟ ମୁଁ କହିବି। ତ ତାପରେ ଏଡିଟୋରିଆଲରେ ମାନେ ଡିସ୍କସନ କରାଯାଇଛି, ମାନେ ଆମର କଣ ଏଫଡିଆଇ ଯୋଉ ଫ୍ଲୋଟା ଆମର କେମିତି ଗୋଟେ ସୋର୍ସ ଅଫ କ୍ୟାପିଟାଲ, ମୁଁ କହିଲି ପଇସା ଦେଶର ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ପାଇଁ ଗୋଟେ ମୁଖ୍ୟ କ୍ୟାପିଟାଲ ହଉଛି ଏଫଡିଆଇ, ମାନେ ମୁଖ୍ୟ ମୂଳଧନ ହଉଛି ଏଫଡିଆଇ। ମାନେ ଫରେନରୁ ଯଦି ଇନଭେଷ୍ଟମେଣ୍ଟ ଆସୁଛି, ଦେଶରେ ଇନଫ୍ରାଷ୍ଟ୍ରକ୍ଚର ବିଲ୍ଡଅପ୍ ହବ, ଏମ୍ପ୍ଲୟମେଣ୍ଟ ଜବ୍ କ୍ରିଏସନ ହବ, ଇକୋନୋମିଟା ବହୁତ ଗ୍ରୋଥ ହବ। ତାପରେ ସପୋର୍ଟ ଦ ବାଲାନ୍ସ ଅଫ ପେମେଣ୍ଟ, ମୁଁ କହିଲି ଆମର ଯୋଉ ଯଦି ଏଫଡିଆଇ ବହୁତ ଆସୁଛି, ଆମର ଯୋଉ ବାଲାନ୍ସ ଅଫ ପେମେଣ୍ଟ, ମାନେ ଆମର ଯୋଉ ସବୁବେଳେ ଦେଖିବେ ପଇସାର ଭ୍ୟାଲୁଟା ଡଲାର ତୁଳନାରେ କମୁଛି, କଣ ପାଇଁ, ଆମର ଡଲାର ଇନଫ୍ଲୋଟା ଆମ ଇକୋନୋମିକୁ ଏତେ ଆସୁନି, ଯୋଉଥିପାଇଁ ଆମ ରୁପିଟା ସବୁବେଳେ ୱିକେନ ହେଇକି ରହୁଛି। ଯଦି ଏଫଡିଆଇ ଆମର ଫରେନ ଇନଭେଷ୍ଟମେଣ୍ଟଟା ବହୁତ ଆସିବ, ତେବେ ଆମର ଯୋଉ ରୁପିଟା, ଆମର ଯୋଉ ପଇସାର ଭ୍ୟାଲୁଟା ଡଲାର ତୁଳନାରେ ବହୁତ ବଢିବ, ଯୋଉଟା କି ଆମର ଇମ୍ପୋର୍ଟ ଆମେ ଯୋଉ କରୁଛେ ଆମକୁ
ଶସ୍ତା ପଡ଼ିବ, ଯୋଉଟା କି ଏବେ ଆମକୁ ବହୁତ ପଇସା ପଡୁଛି, ଯେହେତୁ ଆମ ପଇସାଟା ବହୁତ ୱିକ୍ ଅଛି, ଆମକୁ ଇମ୍ପୋର୍ଟ କଲା ବେଳେ ବହୁତ ପଇସା ଆମକୁ ଦବାକୁ ପଡୁଛି, ଯୋଉଟା କି ଆମ ଫରେନ୍ ଏକ୍ସଚେଞ୍ଜରୁ ସେ ପଇସାଟା ଯାଉଛି। ତାପରେ ସେ କ'ଣ କହିଛି, around half of India's FDI outflow are directed towards developed economy attracted by favorable tax regime, market stability and access to strategic resource। ସେ କହିଛି ଆମର ଇଣ୍ଡିଆ ମାନେ around ଇଣ୍ଡିଆର ଯୋଉ FDI ମାନେ କ'ଣ, ଇଣ୍ଡିଆକୁ ଯୋଉ ଧର ଫରେନ୍ କମ୍ପାନୀ ଯୋଉମାନେ ଇଣ୍ଟରେଷ୍ଟେଡ୍, ସେମାନେ ଅଲଗା ଡେଭଲପ୍ଡ ଇକୋନୋମିକୁ ଏଥିପାଇଁ ମାନେ ଯୋଉ ଫରେନ୍ କ୍ୟାପିଟାଲଟା ଯାଉଛି ଯୋଉ ଡେଭଲପ୍ଡ କଣ୍ଟ୍ରିଜକୁ, କାହିଁକିନା ତାଙ୍କ ପାଖରେ ଫେଭରେବୁଲ ଟ୍ୟାକ୍ସ ରିଜିମ୍ ଅଛି, ମାନେ ତାଙ୍କର ଟ୍ୟାକ୍ସ ଷ୍ଟ୍ରକ୍ଚରଟା ବହୁତ ଫେଭରେବୁଲ, ଆଉ ମାର୍କେଟ ଷ୍ଟାବିଲିଟି ଅଛି, ମାନେ ଅନପ୍ରେଡିକ୍ଟେବୁଲ ମାର୍କେଟ କିଛି ନାହିଁ। ତାପରେ ଆକ୍ସେସ୍ ଟୁ ଷ୍ଟ୍ରାଟେଜିକ୍ ରିସୋର୍ସ, ମାନେ ତାଙ୍କ ପାଖରେ ଯୋଉ ରେୟାର ଆର୍ଥ ମେଟେରିଆଲ, ରେୟାର ଆର୍ଥ ମିନେରାଲର ବହୁତ ମାତ୍ରାରେ ପ୍ରେଜେନ୍ସ ଅଛି। ସେଇଟା ତ ଆମେ କିଛି କରିପାରିବାନି, କିନ୍ତୁ ଆମର ଯୋଉ ଧ୍ୟାନ ମାନେ ଯୋଉ ବିଷୟ ଉପରେ ଆମେ ଡିସ୍କସନ୍ କଲେ, ଯେମିତି ଗୋଟେ ମାନେ କହିଲେ ଯେମିତି ଫେଭରେବୁଲ ଟ୍ୟାକ୍ସ ରିଜିମ୍, ସେଇଟା ଆମେ ଇମ୍ପ୍ରୁଭ୍ କରିପାରିବା। ତାପରେ ଗୁଡ୍ ପଲିସି ଆମେ ଆଣିପାରିବା। ତାପରେ ଯୋଉ ଷ୍ଟେବୁଲ ପଲିସି ବି ଆମେ ଆଣିପାରିବା। ଯୋଉ ବି ଗଭର୍ଣ୍ଣମେଣ୍ଟ ଥାଉ, ଆମେ ଗୋଟେ କମ୍ପାନୀର ପାଇଁ ପଲିସି କରିଛେ ମାନେ ତାଙ୍କୁ ପ୍ରୋଟେକ୍ସନ ଦବା। ଆମେ ଯଦି ସେ ପଲିସିରେ ଭ୍ୟାରିଏବୁଲ କିଛି ଗୋଟେ ଭ୍ୟାରିଏବୁଲଟି ଆଣୁଛେ, ତାହେଲେ କମ୍ପାନୀ ଇନଭେଷ୍ଟମେଣ୍ଟ ଗୋଟେ ନେଗେଟିଭ ସେଣ୍ଟିମେଣ୍ଟ ତାଙ୍କ ପାଖକୁ ଯିବ ଇନଭେଷ୍ଟମେଣ୍ଟ ରିଲେଟେଡ୍, ତ ସେମାନେ ଆଉ ଫ୍ୟୁଚରରେ ଇନଭେଷ୍ଟମେଣ୍ଟ କରିବା ପାଇଁ 10 ଥର ଭାବିବେ। ତାପରେ ଏଡିଟୋରିଆଲରେ କ'ଣ କହିଛି, capital investment that builds domestic capability and further streamlined regulation, infrastructure upgrade, policy stability। ତ ସିଏ ସେଇ ଗୋଟା କଥା କହିଛି, ମାନେ ଏଇ ସବୁ ଜିନିଷ ଉପରେ ଆମକୁ ଧ୍ୟାନ ଦେବାର ଅଛି। ଯୋଉ ଇନଫ୍ରାଷ୍ଟ୍ରକ୍ଚର ଆମର ବଟଲ ନେକ୍ ଅଛି, ଆଉ ରେଗୁଲେସନ, ଆଉ କୋର୍ଟ କେସେସ୍ ଯୋଉ ଆମର ମାନେ କ'ଣ ଗୋଟେ ରେଟ୍ ଟାପିଜିମ୍, ତାକୁ କେମିତି ଆମେ ଦୂର କରିବା, ସେ ସବୁ ଜିନିଷ ଉପରେ ଆମକୁ ଧ୍ୟାନ ଦେଲେ ଆମେ ନିହାତି ଆମର ଯୋଉ ଯାହା ବି ପ୍ରୋବ୍ଲେମ ଅଛି ତାକୁ ଆମେ ଆଭଏଡ୍ କରିକି ଆମେ ଗୋଟେ ଡେଭଲପ୍ଡ କଣ୍ଟ୍ରି ଭଳିଆ ଆଗକୁ ଯାଇପାରିବା, ରାଇଟ୍? ତ ଏତିକି ଥିଲା ଡିସ୍କସନ୍। ତ ଆମେ ଦେଖିବା, ମୁଁ ଭାବୁଛି ଆଜି ଫାଷ୍ଟ ଡିସ୍କସନ୍ ବହୁତ ଆପଣଙ୍କୁ ହେଲ୍ପଫୁଲ୍ ହବ। ପ୍ଲିଜ୍ ଟିକେ ଶୁଣିବାକୁ ଟ୍ରାଏ କରନ୍ତୁ, ମାନେ ଏଡିଟୋରିଆଲରେ ବହୁତ କଷ୍ଟ ଲାଗିଛି ଏ ଡିସ୍କସନ୍ କରିବା ପାଇଁ। ତେଣୁ ଯଦି ଆପଣଙ୍କୁ ଭଲ ଲାଗୁଛି ପ୍ଲିଜ୍ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଆଉ ଲାଇକ୍ ବି କରନ୍ତୁ। ଆଉ ଯୋଉ ବି ଆପଣଙ୍କ କିଏ ସାଙ୍ଗ ଅଛନ୍ତି ପ୍ରିପେୟାର କରୁଛନ୍ତି, ତାଙ୍କ ସହିତ ବି ଏ ଭିଡ଼ିଓଟା ସେୟାର କରନ୍ତୁ। ସୋ ଥ୍ୟାଙ୍କ ୟୁ ଏଭ୍ରିୱାନ୍। I hope you guys like my video and share with your friends. So thank you.